हेलो फ्रेंड्स नमस्कार। এই ভিডিওରେ ଆମେ କ'ଣ ପଢୁଛେ ନା ପଢୁଛେ GS1। ସାର୍ GS1 କାହାର ନା OPSC ହଉ କିମ୍ବା EPSC ତାର ମେନ୍ ଏକ୍ଜାମର GS1 ଟା। ଯୋଉ ଭିତରେ ବହୁତ ସାରା ସବଜେକ୍ଟ ଅଛି ତ ପର୍ଟିକୁଲାର କ'ଣ ଆମେ ଏଇ ସିରିଜରେ ଆମେ ପଢୁଛେ ମଡର୍ଣ୍ଣ ହିଷ୍ଟ୍ରିକୁ ହେଲା। ତ ମଡର୍ଣ୍ଣ ହିଷ୍ଟ୍ରିରେ ସାର୍ ପୂର୍ବ ଥର କ'ଣ ପୂର୍ବ ଭିଡିଓରେ ଆମେ ଅଲରେଡି ପଢି ସାରିଲେ କ'ଣ କି ଆମର କେମିତି ବେଙ୍ଗଲର ହେଇଥିଲା ଡିଭିଜନ ଦେନ୍ କ'ଣ ଆମର ଯୋଉ ସ୍ୱଦେଶୀ ମୁଭମେଣ୍ଟ ହେଇଥିଲା ଆମେ ତାକୁ ଦେଖିଥିଲେ ଇଭେନ୍ ଆମେ ସୁରଟ ସ୍ପିଡ୍ ପର୍ଯ୍ୟନ୍ତ ଦେଖିଥିଲେ। ଆମେ ଏଇ ପର୍ଯ୍ୟନ୍ତ ପୂର୍ବ ଭିଡିଓରେ ଆମେ ଦେଖି ସାରିଛେ ହେଲା। ଦେଖ ପ୍ରିଲିମ୍ସର ଅଲଗା ଥାଏ ଆପ୍ରୋଚ୍ ଆଣ୍ଡ ମେନ୍ର ଆପ୍ରୋଚ୍ ଅଲଗା ଥାଏ। ପ୍ରିଲିମ୍ସର କ୍ୱେଶ୍ଚିନ୍ ଇଆଡୁ ସିଆଡୁ ଆସିବ କିନ୍ତୁ ମେନ୍ରେ ସେୟା ନୁହଁ। ମେନ୍ରେ ଗୋଟେ ପର୍ଟିକୁଲାର ଏରିଆ ଅଛି, ଯଦି ଆପଣ ସେଇ ଏରିଆ ଭିତରେ ନିଜକୁ ଆଇସୋଲେଟ୍ କରିପାରିଲେ ଦେନ୍ ମେନ୍ ଆପଣଙ୍କୁ ବିଲକୁଲ ବି ଠିକ୍ ଲାଗିବ ହେଲା। ତ ଜିନିଷ ହେଉଛି ଆମେ ସାର୍ ଏପର୍ଯ୍ୟନ୍ତ କ'ଣ ଦେଖିଲେ ବହୁତ ଦେଖ ଭଲସେ 1905ରେ ଆମର ସାର୍ ବେଙ୍ଗଲ ବିଭାଜନ ହେଉଛି ହେଲା। ଆମର କ'ଣ ହେଇଗଲା ବେଙ୍ଗଲ ହେଲା ବିଭାଜନ କିଏ କଲା ନା ଲଡ଼କ ଅର୍ଜନ କଲା। କ'ଣ ପାଇଁ ସିଏ କହିଲା କି ୱେଷ୍ଟ ବେଙ୍ଗଲ ଯୋଉଟା ଅଛି ଆମର ସରି ଆମର ଯୋଉ ବେଙ୍ଗଲ ଥିଲା କହିଲା କି ବହୁତ ବଡ଼ ଏରିଆ ଏଇଟାକୁ ଆଡମିନିଷ୍ଟ୍ରେଟ କରିହେବନି, ତାକୁ ସେ ଦୁଇଟା କରିଦେଲା, ଗୋଟେ ଇଷ୍ଟ ବେଙ୍ଗଲ ଗୋଟେ ୱେଷ୍ଟ ବେଙ୍ଗଲ। ଯୋଉଟା ଆମର ୱେଷ୍ଟ ବେଙ୍ଗଲ ଆଜିକା ଡେଟ୍ରେ ଅଛି ସେ କ'ଣ ଥିଲା ହିନ୍ଦୁ ମେଜରିଟିର, ଆଉ ଯୋଉ ଇଷ୍ଟ ବେଙ୍ଗଲ ସିଏ କ'ଣ ଯୋଉଟା ସବୁ ମୁସଲିମ ଥିଲେ ସମସ୍ତଙ୍କୁ ସେ ଗୋଟେ ଇଷ୍ଟ ବେଙ୍ଗଲ କରିଦେଲା। ଯଦି ଦେଖିପାରିବେ ଭାଇ ବେଙ୍ଗଲ ତ ଗୋଟିଏ ଥିଲା, ତମେ ଇଷ୍ଟ କରିଦେଲ ମୁସଲିମକୁ ନେଇକରି ଆଉ ହିନ୍ଦୁକୁ ନେଇ ୱେଷ୍ଟ କରିଦେଲ। ତାମାନେ କ'ଣ ତାମାନେ ତମେ ବେଙ୍ଗଲକୁ ଡିଭାଇଡ କରୁନ, ତମେ ହିନ୍ଦୁ ମୁସଲିମ ଭିତରେ ତମେ ଗୋଟେ କ'ଣ ଗୋଟେ ଫାଟକ ସୃଷ୍ଟି କରୁଛ। ତ ଯୋଉଥିପାଇଁ କ'ଣ 1905ରେ ଆମର ସ୍ୱଦେଶୀ ମୁଭମେଣ୍ଟ କଲେ ଲୋକମାନେ। ତ ସ୍ୱଦେଶୀ ମୁଭମେଣ୍ଟ କଲା ପରେ ଆମେ କ'ଣ ଦେଖିଲେ କି ଯୋଉ 1907ରେ ସାର୍ ଆଇଏନ୍ସିର ସୁରଟ ସେସନ ହେଉଛି। ସାର୍ ସୁରଟରେ କ'ଣ ହେଇଥିଲା ଆମର କି ଯୋଉ ମଡରେଟ୍ ତାଙ୍କର କିଛି ଆପ୍ରୋଚ୍ ଅଲଗା ଥିଲା। ସେ କ'ଣ କହିଲେ କି ଯୋଉ ସ୍ୱଦେଶୀ ମୁଭମେଣ୍ଟ ମାନେ କ'ଣ ସ୍ୱଦେଶୀ ମାନେ ଆମେ ଆମ ଦେଶର ଜିନିଷକୁ ୟୁଜ୍ କରିବୁ, ମାନେ ବ୍ରିଟିଶକୁ ବୈକଟ କରିବୁ। ତ ମଡରେଟ୍ ବି ବ୍ରିଟିଶ ଜିନିଷକୁ ବୈକଟ କଲେ, ଏକ୍ସଟ୍ରିମିଷ୍ଟ ବି କଲେ, କିନ୍ତୁ ଫରକ କ'ଣ ମଡରେଟ୍ କହିଲେ କି ଆମେ କ'ଣ କରିବୁ ନା ଆମେ କେବଳ ବିଲକୁଲ ପିସଫୁଲ କରିବୁ, କିନ୍ତୁ ଯୋଉ ଏକ୍ସଟ୍ରିମିଷ୍ଟ ଥିଲେ ସେ କ'ଣ କହିଲେ ନା ଭାଇ ଆମେ ପୁରା ପ୍ୟାସିଭ ରେଜିଷ୍ଟାନ୍ସ କରିବୁ। ମଡରେଟ୍ କହିଲେ କେବଳ କ୍ଲୋଥ ଆଉ ଲିକରକୁ ବୈକଟ କର, ବାକି ତମେ ୟୁଜ୍ କରିବା। କିନ୍ତୁ ଏକ୍ସଟ୍ରିମିଷ୍ଟ କ'ଣ କହିଲେ ନା ଭାଇ ଆମେ ସବୁ ବ୍ରିଟିଶ ଅଥରିଟି ତାଙ୍କର ସ୍କୁଲ ହଉ ତାଙ୍କର କଲେଜ ହଉ ତାଙ୍କର କୋର୍ଟ ହଉ ତାଙ୍କର ଗାଡ଼ି ଘୋଡ଼ା ସବୁ କିଛି ଆମେ ଛୁଇଁବାନି, ବିଲକୁଲ ଆମେ ଟୋଟାଲି ପିଓର ସ୍ୱଦେଶୀ ହେଇଯିବା। ତାପରେ କ'ଣ ମଡରେଟ୍ କହିଲେ ମଡରେଟ୍ କହିଲେ କି ଭାଇ ଏଇ ଯୋଉ ମୋମେଣ୍ଟଟା ସ୍ୱଦେଶୀଟା କେବଳ ବେଙ୍ଗଲ ଭିତରେ ହଉ, କିନ୍ତୁ ଏକ୍ସଟ୍ରିମିଷ୍ଟ କ'ଣ କହିଲେ ଭାଇ ବେଙ୍ଗଲ ଭିତରେ ନୁହଁ ଏଇଟା ବେଙ୍ଗଲ ବାହାରେ ବି ମାନେ ଅଲ୍ ଓଭର ଇଣ୍ଡିଆ ବି ଚାଲୁ। ଏଇ କାରଣ ପାଇଁ ଆମର ସୁରଟ ସ୍ପିଡ୍ ହେଇଥିଲା। ତ ୟା ଭିତରେ କ'ଣ କ୍ୱେଶ୍ଚିନ୍ ଆସିପାରିବ କି ପଚାରିବ ସ୍ୱଦେଶୀ ମୁଭମେଣ୍ଟ ହେଲା, ବହୁତ ଇମ୍ପୋର୍ଟାଣ୍ଟ। ଦେଖ ସବୁଠୁ କୋର୍ ଜିନିଷ କ'ଣ ଗୋଟେ ସ୍ୱଦେଶୀ ମୁଭମେଣ୍ଟ, ତାପରେ କ'ଣ ଆସିବ ଆମର ନନ୍ କୋଅପରେସନ୍ ମୁଭମେଣ୍ଟ କେବେ ଆମର 1920 ହେବ, ତାପରେ ସିଭିଲି ଡିସ୍ଓବିଡିଏଣ୍ଟ ମୁଭମେଣ୍ଟ ହେବ 1930ରେ, ତାପରେ କୁଇଟ୍ ଇଣ୍ଡିଆ ମୁଭମେଣ୍ଟ ହେଲା। ଏଇସବୁ କ'ଣ ବହୁତ ଇମ୍ପୋର୍ଟାଣ୍ଟ ମୁଭମେଣ୍ଟ ଇଏ ହେଲା। ବାକି ଜିନିଷ କ'ଣ ପଢିବା କିନ୍ତୁ ଏକ୍ଜାମ ପଏଣ୍ଟ ଅଫ ଭ୍ୟୁରେ ଆମ କ'ଣ ଇମ୍ପୋର୍ଟାଣ୍ଟ ଅଛି ମେନ୍ ପାଇଁ ଆମେ ତାକୁ ଦେଖିବା। ଗଧ ଭଳିଆ ସବୁ ପଢି ହୁଏନି ହେଲା। ଓକେ, ତ କ'ଣ ଦେଖିଲେ କି 1907ରେ ହେଉଛି ସୁରଟ ସ୍ପ୍ଲିଟ୍, ତାପରେ କ'ଣ ହେଉଛି ଦେଖ ମେନ୍ ପଏଣ୍ଟ ଅଫ୍ କହୁଛି ମେନ୍ ପଏଣ୍ଟ ଅଫ୍ ଭ୍ୟୁରେ। ତାପରେ 1909ରେ ଆସୁଛି ମର୍ଲିମିଟୋ ରିଫର୍ମ। ଏ ଯୋଉ ମର୍ଲିମିଟୋ ରିଫର୍ମ କ'ଣ ପାଇଁ ଯେତେବେଳେ ଆମର ଏଠି ସ୍ୱଦେଶୀ ମୁଭମେଣ୍ଟ ଚାଲିଛି, ସ୍ୱଦେଶୀ ମୁଭମେଣ୍ଟରେ କ'ଣ ହେଲା କି ଲାଗିଲା ବ୍ରିଟିଶ କ'ଣ କି ଆମେ ଯେମିତି ବି ହଉ ଆମେ କ'ଣ ଏନି ହାଉ ଯେମିତି ବି ହଉ ଆମେ କ'ଣ କରିବା କି ମୁଭମେଣ୍ଟଟାକୁ ବନ୍ଦ କରିଦେବା। ତ ଜିନିଷ କ'ଣ ହେଉଛି କି 1909ରେ ସେ ଗୋଟେ ରିଫର୍ମ ନେଇ ଆସିଗଲେ। ଏ ଯୋଉ ରିଫର୍ମ ନେଇ ଆସିଗଲେ ଏଠି କ'ଣ ନା ଆମର ଯୋଉ ମଡରେଟ୍ ଥିଲେ ସେ ଖୁସି ହେଇଗଲେ ହେଲା। ମଡରେଟ୍ କ'ଣ ତାକୁ ତମେ ଟିକେ ରିଫର୍ମ ଦେଇଦିଅ ମାନେ କ୍ୟାରଟ ନାଇଁ କୁହନ୍ତି ନା କ୍ୟାରଟ ଆଣ୍ଡ ଷ୍ଟିକ୍, ମାନେ କ'ଣ କ୍ୟାରଟ କାହାକୁ ଦେଖେଇଲେ ଆମର ମଡରେଟ୍କୁ, ଯେମିତି ରିଫର୍ମ ଦେଖିଲେ ମଡରେଟ୍ ଖୁସି ହେଇଗଲେ ଭାଇ ଠିକ୍ ଅଛି। କିନ୍ତୁ ଯୋଉ ଆମର ଏକ୍ସଟ୍ରିମିଷ୍ଟ ଥିଲେ ତାକୁ କ'ଣ କଲେ ନା ଏକ୍ସଟ୍ରିମିଷ୍ଟକୁ ସେ କ'ଣ କଲେ ନା ସେ ବହୁତ ସାରା ସେଭେର ହେଲା ରିପ୍ରେସନ କରେଇଲେ, ମାନେ କ'ଣ ଦଣ୍ଡ ଜେଲରେ ପଠେଇଦେବେ ଆରେଷ୍ଟ କରିବେ। ଯାହା ବି ହଉ 1909ରେ କ'ଣ ନା ଜିନିଷ ଦେଖୁଛୁ ଆମେ କି 1909ଠୁ ଧୀରେ ଧୀରେ ମୁଭମେଣ୍ଟଟା ଫେଡ୍ ହେବା ଆରମ୍ଭ ହେଇଗଲା। କ'ଣ ପାଇଁ ଏକ୍ସଟ୍ରିମିଷ୍ଟ ଜେଲରେ ପଳେଇଗଲେ, ଯୋଉ ମଡରେଟ୍ ଥିଲେ ସେ ଖୁସି ହେଇଗଲେ ରିଫର୍ମରେ ହେଲା। ତ କ'ଣ ଯୋଉ 1909ରୁ ନେଇକରି ନା 1916 ଭିତରେ ଦେଖିବ କିଛି ବଡ଼ ଜିନିଷ ଘଟୁନି। ଏଇଟା କୁହାଯାଏ ଗୋଟେ କ'ଣ ନା ଗୋଟେ କୁହାଯାଏ ଏଠି ମାନେ ପଲିଟିକାଲ ମାନେ ଗୋଟେ ଆବସେଣ୍ଟ କହିପାରିବ କିମ୍ବା ପଲିଟିକାଲ ଗୋଟେ କହିପାରିବ ଇନଷ୍ଟାବିଲିଟି ଦେଖାଗଲା। ଏଠି କିଛି ଜିନିଷ ଘଟିନି ହେଲା, ବିଲକୁଲ ପଲିଟିକାଲ କହିବ କି ଇନ୍ଆକ୍ଟିଭିଟି ହେଲା, କ'ଣ ନା ପଲିଟିକାଲ ଇନ୍ଆକ୍ଟିଭିଟି ଦେଖାଦେଉଛି। ଓକେ, କିଛି ବଡ଼ ଜିନିଷ ଘଟୁନି ହେଲା 1909ରେ। କିନ୍ତୁ ଏଇଠି ଟିକିଏ ଜିନିଷ ମନେ ରଖିବ କ'ଣ ସାର୍ 1909ରୁ 1916କୁ ଯିବା ଆଗରୁ ଆପଣ ଜାଣିଥିବେ ସାର୍ ଏଇଠି ଆମର 1914 ଆସିବ। ଏଇ ଯୋଉ 1914ରେ କ'ଣ ହେଇଥିଲା ମତେ କୁହ ନା ୱାର୍ଲଡ ୱାର୍ ଟୁ ସରି ୱାନ୍ ଆମର ଆରମ୍ଭ ହେଇଗଲା, ମାନେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେଇଗଲା, ବୁଝିହେଲା। ତାପରେ କ'ଣ ହେଉଛି ଯୋଉ ବିଶ୍ୱଯୁଦ୍ଧ ଆରମ୍ଭ ହେଇଗଲା ଇଂଲିଶ ଥିଲା, ଇଂଲିଶ କ'ଣ କଲା ସେ ଯେହେତୁ ଆମ ଇଣ୍ଡିଆର ଅଛି ସେ ଆମ ଇଣ୍ଡିଆନଙ୍କର ରିସୋର୍ସେସକୁ ଆମ ଇଣ୍ଡିଆନଙ୍କର ସୋଲଜରକୁ ବହୁତ ୟୁଜ୍ କଲା। ପ୍ରଥମ କଥା ହେଲା ତ ଇଣ୍ଡିଆନ କ'ଣ ତାତିକି ଥିଲେ ଏଇଠୁ। ସେକେଣ୍ଡରେ କ'ଣ 94ରେ ଗୋଟେ ଜିନିଷ ହେଉଛି ଦେଖ ଆମର ଯୋଉ ବାଲଗଙ୍ଗାଧର ତିଲକ ସାହେବ ଥିଲେ ବହୁତ ଲୋକ ଥିଲେ ମାନେ ଏକ୍ସଟ୍ରିମିଷ୍ଟ ଯାହାକୁ ମାନେ ଜେଲ ପଠାଇଦେଲା। ତ ତିଲକ ସାହେବକୁ ରିଲିଜ କରିଦିଆଗଲା କେବେ ନା 1914 ମସିହାରେ।
ଯେତେବେଳେ 1914ରେ ତିଲକ ସାହେବ ରିଲିଜ ହେଇଗଲେ ହେଲା ଭାବ ଟିକେ ତ ସମସ୍ତେ କ'ଣ ହେଇଗଲେ କି 1916ରେ ଆଉ ଥରେ ଏକାଠି ଦେଖାଦେଲେ କ'ଣ ହେଲା କି 1916ରେ କ'ଣ ହଉଛି ନା ଆମର ଦୁଇଟା ବଡ଼ ସେସନ ହଉଛି ଗୋଟେ ହଉଛି ହୋମ ରୁଲ ଲିଗ୍ ଆସୁଛି ଏଇଟା ପାଇଁ ମେନ୍ ପାଇଁ ସେକେଣ୍ଡରେ କ'ଣ ନା ଏଠି ଲକ୍ଷ୍ନୌ ପ୍ୟାକ୍ଟ ବି ହଉଛି ସେଇ 1916ରେ ହେଲା ଏଇଠି କ'ଣ କି ଆଇଏନସି ମାନେ ଏଇ ଆମର 1907ରେ ଯୋଉ ମଡରେଟ ଏକ୍ସଟ୍ରିମିଷ୍ଟ ଅଲଗା ହେଇଥିଲେ ସେମାନେ ଏଗେନ କ'ଣ ନା 1916ରେ ଆଉ ଥରେ ସେ ଏକାଠି ହେବେ ସେ ବୁଝିଯିବେ କି ଆମେ ଯଦି ଅଲଗା ରହିବା କିଛି କରିପାରିବାନି ଆମକୁ ଏକାଠି ହବାକୁ ହିଁ ହବ ତ 1916 କ'ଣ ଏମାନେ ଏକାଠି ହେଇଗଲେ ବୁଝିଗଲା ଏଠି ହିନ୍ଦୁ ମୁସଲିମ ଏକାଠି ହେଇଗଲେ ମଡରେଟ ଏକ୍ସଟ୍ରିମିଷ୍ଟ ଇଏ ବି ଏକାଠି ହେଇଗଲେ ତ 1916ରେ ୟାକୁ ପଢ଼ିବା ବହୁତ ଭଲସେ ତାପରେ କ'ଣ 1916 ଗଲା ପରେ ଫାଇନାଲି ଆମର କ'ଣ ଏଇଠି ଆମେ ଦେଖିବା କି 1920 ମସିହାରେ କ'ଣ ନା ଆମେ ପଢ଼ିବା କି ନୋ କୋଅପରେସନ ମୁଭମେଣ୍ଟ ହେଲା ତ ଏଇ ସବୁ ଜିନିଷ ଖିଲାଫତ ହଉ ନନ୍ କୋଅପରେସନ ହଉ ଆମର ଏଇଟା ଗୋଟେ ସିରିଜ ଗଲା ତ ଜିନିଷ ହଉଛି ଏଇଠି ମନେ ରଖିବ 1916 ପଢ଼ିବା ଆଜି ପଢ଼ିବା এই ଭିଡ଼ିଓରେ ହୋମ ପଢ଼ିବା ୟାକୁ ପଢ଼ିବା କିନ୍ତୁ ଏଇ ଭିତରେ ଦେଖିବା କି 1915ରୁ ମାନେ ଟିକେ ଆଗରୁ ଟିକେ ଆଗରୁ ଗାନ୍ଧୀ ଇଣ୍ଡିଆକୁ ଆସି ସାରିଲେଣି ଯଦି ଗାନ୍ଧୀ ଇଣ୍ଡିଆକୁ ଆସି ସାରିଲେଣି ସେ କେବେ ନା 1915ରେ ତ ସେ କ'ଣ କଲେ ଏଇଠି ନା ଏଇଟା କ'ଣ 1917ରେ ହେଲା 1917ରେ କ'ଣ ସେ ଚମ୍ପାରଣ କଲେ ତାପରେ 1918ରେ ଫାଷ୍ଟ କଲେ ଆମର ମିଲିଟାରୀ କଲେ ତାପରେ ଖେଡ଼ା କଲେ ମାନେ ଚମ୍ପାରଣ ଦେନ୍ ଆମର ଅମଦାର ମିଲିଟାରୀ ଦେନ୍ ଖେଡ଼ା ଏଇ ତିନୋଟି ମୁଭମେଣ୍ଟ ସେ କଲେ ଏଇ ତିନୋଟି ମୁଭମେଣ୍ଟ କଲା ପରେ କୋଉଠି ଗାନ୍ଧୀ 1917 ମସିହାରେ ତାପରେ 18ରେ ଯୋଡ଼ କଲା ପରେ ସେ ବହୁତ ସକ୍ସେସ୍ ହେଇଗଲେ ତାପରେ 1919 ମସିହାରେ ଦେଖ ଜିନିଷ କ'ଣ ହଉଛି ଏଇଟା ଆମେ ଉପରେ ଯୋଉ କରିଛି ରେଡ୍ ଲାଇନଟା ମୁଁ ଦେଲି ଟାଇମ୍ ଲାଇନ୍ କି କ'ଣ କ'ଣ ମୁଭମେଣ୍ଟ ହେଲା 1916 ପଡ଼ିବ ହୋମରୁଲ ପଡ଼ିବ ଲକ୍ଷ୍ନୌ ପ୍ୟାକ୍ଟ ପଡ଼ିବ ତାପରେ 1920ରେ କ'ଣ ପଡ଼ିବା ନା ନନ୍ କୋଅପରେସନ ମୁଭମେଣ୍ଟ ପଡ଼ିବା କିନ୍ତୁ ଆଗରୁ ଯେହେତୁ ଗାନ୍ଧୀ ଉପରେ ବି ପ୍ରଶ୍ନ ପଚାରିଦେବ କି ଗାନ୍ଧୀର ଆଇଡିଓଲୋଜି କ'ଣ ହେଲା ଗାନ୍ଧୀର ମୁଭମେଣ୍ଟ କ'ଣ ଆଉ ଗାନ୍ଧୀଙ୍କର କ'ଣ ତାଙ୍କର ଯାହା ବି ହେଇଥିଲା ଆନ୍ଦୋଳନ ତା ଉପରେ ସେ କ୍ୱେଶ୍ଚନ ପଚାରିଦିଏ ତ ଗାନ୍ଧୀ ଉପରେ ଦେଖିବା ଯଦି ଗାନ୍ଧୀ 1915 ଆସିଲେ 1917ରେ ମାନେ ହୋମ ରୁଲ ଲିଗ୍ର ଜଷ୍ଟ ଗୋଟେ ବର୍ଷ ପରେ ଇଏ କ'ଣ ନା ତିନୋଟି ମୁଭମେଣ୍ଟ କଲେ ଚମ୍ପାରଣ 1917ରେ ତାପରେ ମିଲିଟାରୀ 1918ରେ ଦେନ୍ ଖେଡ଼ା 1918ରେ ଏଇ ତିନିଟା ସକ୍ସେସ୍ ହେଲା ପରେ କ'ଣ କି 1919 ମସିହାରେ ବ୍ରିଟିଶ କ'ଣ କଲେ ଗୋଟେ ଗାଲୁଆମି କଲେ କ'ଣ କଲେ ଗୋଟିଏ ଆଣିଲେ ରୟଲେଟ୍ ଆକ୍ଟ ଆଣିଲେ ସାର୍ ଏଇ ଆକ୍ଟଟା କ'ଣ ଭଲସେ ପଢ଼ିବାକୁ ଆମେ ବହୁତ ଭଲସେ ପଢ଼ିବା এই যে ଆକ୍ଟ ଆଣିଲେ ଏମିତି ଏଗେନଷ୍ଟ ଗାନ୍ଧୀ କ'ଣ କଲେ ଗୋଟେ ସତ୍ୟାଗ୍ରହ କଲେ ସାର୍ ଆକ୍ଟ କିଛି ନୁହଁ ବେସିକାଲି ସମସ୍ତଙ୍କୁ ଖାଲି ସସ୍ପେକ୍ଟ କରିକି ହେଲା ଆରେଷ୍ଟ କରିବା ବୁଝିଲା ଏଇଟା ଗାନ୍ଧୀ ବ୍ଲାକ୍ ଆକ୍ଟ ବି କହିଲେ ତାପରେ ସତ୍ୟାଗ୍ରହ ଆଣିଲେ ଆଉ ସତ୍ୟାଗ୍ରହ ଆଣିଲା ପରେ 1920 ମସିହାରେ ଆମର କ'ଣ କ'ଣ ଦେଖାଦେଲା ନା ଆମର ଯୋଉ ନନ୍ କୋଅପରେସନ ଧୀରେ ଧୀରେ ଆରମ୍ଭ ହେଇଗଲା ତ ଆମେ ଏଇଟାକୁ ବିଲକୁଲ ପଢ଼ିବା କ୍ରୋନୋଲୋଜିରେ ବୁଝିଲା ତ ଆଜି କ'ଣ ଦେଖିବା ସାର୍ 1909 ଦେଖିଦେଲେ ପୁରା ଭିଡ଼ିଓ ପରେ ଦେଖିଦେଲେ ପୁରା ଭିଡ଼ିଓ ପର୍ଯ୍ୟନ୍ତ ମାନେ 1907 ପର୍ଯ୍ୟନ୍ତ मोर लिमिटेड रिफॉर्म्स नीड नाही जिते पढ़ प्री पाई से मोर देन सफिशिएंट क्वेश्चन मेन आसो जदि मेन आसो जी पढ़ प्री पाई फीचर्स गुड़ा से इंपोर्टाट तो एबे आमर कौन देख क्रोनोलॉजी ना एबे फर्स्ट 1916 देखा होम रूल देखा लक्ष्नौ पैक्ट देखा तापर पुणी गांधी को जीवा गांधी तीन मोमेंट देखिक आम आपको जीवा जो नॉन कोऑपरेशन मोमेंट अच्छी रेड ग्रीन लाइन ये काढ़ी देखागला आम काढ़ी गोटे नॉन कोऑपरेशन मोमेंट करवा केमिति हैला खिलाफत केमिति थिला सब देखिबा तो आज वीडियो कोन होम रूल एंड लक्ष्नौ पैक्ट ओके तो आरंभ कर देबा ना होम रूल लीग देखो होम रूल टा ना ए जो होम रूल लीग थिला बेसिकली जदि मु बेसिक कहिबे ना बेसिक रे मन रखिबो सजा दुईटा रूल थिला कोन गुटे थिला हमर इंडियन होम रूल थिला हैला आ गुटा कोन थिला ओनली होम रूल लीग थिला जोटा इंडियन होम रूल लीग थिला ताको कि तार जो माने लीडर थिले से कि थिला हमर नाम थे बाल गंगाधर तिलक है अच्छा किंतु जो आमर ओनली थिला कौन होम रूल लीग थिला तार किए थे ना आनी बेसेंट थे है आनी बेसेंट थे आप देखी पार्थ मुझे कौन कहली ये ना जितेबाला 1907 जिते बहुत सारा मुवमेंट करागला एक्सट्रीमिस्ट को जो मैंने रिप्रेसन कर जेल पठे दिगला तो 1914 कौन आम बाहरी गले किए तिलक साहब जमी बाहरी गले सांगे 1916 कौन बनने ना होम रूल लीग बनले तो से कथा से कहे तो ये है कौन प्रथम कथा है कि सर होम रूल है कौन रिजन टा कौन है आम कौन होम रूल लीग कले है क्वेश्चन कौन आसो होम लीग से पचार कजेस कौन है यार कौन कौन माने कौन है प्रथम क्वेश्चन कौन पचार कि कौन है कजेस कज पचास सारा पर से पचार कौन क्या बुझे सिग्निफिकेंस लीग माने कौन सब जिन देखो कजेस पढ़ो सिग्निफिकेंस पढ़ो किसी पढ़ो फेलियर तो कहे डिक्लाइन कहीं है ना फेल कहीं होगा भी देखा यही तीन मेन जिन तो कौन पे लीग है प्रथम कथा है कि डिससाटिस्फैक्शन विथ 1909 रिफॉर्म कि मोरली मिंटो रिफॉर्म बिल्कुल डिससाटिस्फैक्शन थिले कौन पाई सर देख जिन कौन है जदि मुझे कहि कि 1909 जितेबाला अणागला मोरली मिंटो रिफॉर्म है से मॉडरेट तो खुशी होते किंतु एक्सट्रीमिस्ट से खुशी होते कि सर आंसर नो ये मैंने खुशी हो नथिले से जेल पठे दिगला जमी किए तिलक साहब जेल पड़े गले
ସେଇ କଥା କହୁଛି। କିନ୍ତୁ ଦେଖ ଏଇଠି କ'ଣ ଏଇ ରିଫର୍ମରେ ଏକ୍ସଟ୍ରିମିଷ୍ଟ ତ ପ୍ରଥମରୁ ଖୁସି ନାହାନ୍ତି। ଯୋଉମାନେ ମଡରେଟ୍ ଥିଲେ ସେଇମାନେ ବି ଧୀରେ ଧୀରେ ଡିସସାଟିସ୍ଫାଇଡ୍ ହେଇଗଲେ। କ'ଣ ପାଇଁ? ବିକଜ କି ଲିମିଟେଡ୍ ଇନକ୍ରିଜ କରାଗଲା ନା ଲେଜିସ୍ଲେଟିଭ କାଉନସିଲ ଫର ଇଣ୍ଡିଆନ୍ସରେ, ମାନେ ଭାଇସରୟ କାଉନସିଲରେ ଇଣ୍ଡିଆନ୍ସକୁ ଲିମିଟେଡ୍ ବଢ଼ାଗଲା। ବହୁତ କମରୁ କମ ବଢ଼ାଗଲା, ଯେତିକି ଆମେ ଆଶା କରିଥିଲୁ ତାଠୁ ବହୁତ କମ ବଢ଼ାଗଲା। ଯେମିତି 10ରୁ ଆଇ ଥିଙ୍କ 60 ବଢ଼ା ହେଇଥିଲା ହେଲା। ଲେଖା ଅଛି କ'ଣ କି ଲିମିଟେଡ୍ ଇନକ୍ରିଜ ଇନ୍ ଲେଜିସ୍ଲେଟିଭ, କାରଣ ଭାଇସରୟ ଲେଖିବ ଏଠି ଭାଇସରୟ ହେଲା। ଦେଖ ଏଇଟା କ'ଣ ମୁଁ ତମକୁ ଖାଲି ବୁଝିବା ପାଇଁ ଲେଖିଛି, ତମେ ଏଟାକୁ ଭଲସେ ଆନ୍ସର ଫର୍ମ କରିବ। ଆନ୍ସର ଲେଖିବା ଶିଖ ନିଜେ। ଲିମିଟେଡ୍ ଇନକ୍ରିଜ ଇନ୍ ଭାଇସରୟ ଲେଜିସ୍ଲେଟିଭ କାଉନସିଲ ଫର ଇଣ୍ଡିଆନ୍ସ ହେଲା, ତା ପାଇଁ ଲିମିଟେଡ୍ ସିଟ୍ ଇନକ୍ରିଜ କରାଗଲା। ସେକେଣ୍ଡରେ କ'ଣ ନା ସେପାରେଟ୍ ଇଲେକ୍ଟୋରେଟ୍। ଆମେ ଦେଖିଛେ କ'ଣ କି ଏଇଠି ଯେତେବେଳେ ସେପାରେଟ୍ ଇଲେକ୍ଟୋରେଟ୍ ଦିଆଗଲା, ଏଇଠି କ'ଣ ନା ଯୋଉ ଆଇଏନ୍ସି ଥିଲା ସେ ଆଇଏନ୍ସି ଅଲରେଡି ବି ହାପି ନାହିଁ, ସେ ଖୁସି ନାହିଁ। ତ ଜିନିଷ କ'ଣ କି ଯୋଉ ସେପାରେଟ୍ ଇଲେକ୍ଟୋରେଟ୍ ଥିଲା, ଆମେ ପଢ଼ିବାକୁ କି ଯୋଉ ଡିଭାଇଡ୍ ଆଣ୍ଡ ରୁଲ୍ କଥା ଆସିବ, କ'ଣ ଆସିବ? ସେ ଡିଭାଇଡ୍ ଆଣ୍ଡ ରୁଲ୍ କଥା ଆସିବ। ପ୍ରଥମେ ଆରମ୍ଭ ହେବ 1905ର ବିଭାଜନ ହେଲା, ଇ ଫାଷ୍ଟ ଆସିବ। ସେକେଣ୍ଡ କ'ଣ ଆସିବ ନା ଆମର ସେପାରେଟ୍ ଇଲେକ୍ଟୋରେଟ୍ ଲାଇକ୍, ମନେ ରଖିବ ଏଇ ଦୁଇଟା ମେନ୍ ଥିଲା ପଲିସି ଡିଭାଇଡ୍ ଆଣ୍ଡ ରୁଲ୍ ପାଇଁ। ତ ଏମିତିରେ ବି ଲୋକମାନେ କ'ଣ ନା ଆମର ସମସ୍ତେ ଡିସସାଟିସ୍ଫାକ୍ସନ ଥିଲେ, ବୁଝିହେଲା। ସେକେଣ୍ଡ ପଏଣ୍ଟ କ'ଣ ନା ଇନ୍ସପାଇରେସନ ଫ୍ରମ୍ ଇରିଶ ହୋମ୍ ରୁଲ୍ ମୁଭମେଣ୍ଟ, ଭେରି ଭେରି ଇମ୍ପୋର୍ଟାଣ୍ଟ। ଦେଖ 1916 ମସିହାରେ କ'ଣ କି ଇରିଶରେ ବି ହେଲା କ'ଣ ନା ଯୋଉ ଇରିଶ ଲୋକମାନେ ଥିଲେ ସେଇମାନେ କ'ଣ ନା ସେଠି ବ୍ରିଟିଶ ଥିଲେ, ସେଇମାନେ ବ୍ରିଟିଶକୁ ମାଗିଲେ କ'ଣ କି ଆମକୁ ସେଲ୍ଫ ଗଭର୍ଣ୍ଣମେଣ୍ଟ ଦିଅ, ଆମେ ହୋମ୍ ରୁଲ୍ ସେଠି ଚଳେଇଦେଲେ। ଯେତେବେଳେ ଇରିଶରେ ଚାଲିଲା ତ ଇଣ୍ଡିଆ ଆମେ କ'ଣ ଭାବିବା, ଭାଇ ସେ ସେଠି ଯଦି ଚଳୁଛନ୍ତି ଆମେ ଏଠି ଚଲେଇବୁ, হয় ନାହିଁ ମତେ କୁହ। ତ ଆମେ କୋଉଠି ନା କୋଉଠି ନା ଇରିଶର ଯୋଉ ହୋମ୍ ରୁଲ୍ ମୁଭମେଣ୍ଟ ଥିଲା ଆମେ ତାଠୁ ବି ଇନ୍ସପାୟାର ହେଇଛୁ। କ୍ୱେଶ୍ଚିନ୍ ପଚାରିଥିଲେ ପ୍ରିଲିମ୍ସରେ କି ଆମର ଯୋଉ ହୋମ୍ ରୁଲ୍ ଥିଲା ଆମେ ଏଟା କୋଉଠୁ ହେଇଛି ଇନ୍ସପାୟାରେସନ, ନା ଆମର ଇରିଶରୁ ହେଲା। ଯେମିତି ଏକ୍ସାମ୍ପଲ କ'ଣ କି ଆନି ବେସେଣ୍ଟ ଥିଲେ। ଆନି ବେସେଣ୍ଟ କ'ଣ କଲେ ନା ସେ ଇରିଶ ହୋମ୍ ରୁଲ୍ର ପାର୍ଟିସିପେଟର ଥିଲେ। ଆନି ବେସେଣ୍ଟ ପାର୍ଟିସିପେଟର ଅଫ ଇରିଶ ହୋମ୍ ରୁଲ୍ ମୁଭମେଣ୍ଟ ହେଲା। HR ମାନେ ହୋମ୍ ରୁଲ୍, MOVT ମାନେ ମୁଭମେଣ୍ଟ, ଏଇଟା ବୋଲି ମୁଭମେଣ୍ଟ ବୋଲି, ବୁଝିହେଲା। নোট କରିଦିଅ ହେଲା, ଏବେ নোট କର। ଏମିତି ନୁହେଁ କି ସରିଲା ପରେ ମୁଁ PDF নোট କରିବି ତ ଏଇ ସବୁ କନଫ୍ୟୁଜ ହେଇଯିବ, ମୋମେଣ୍ଟ କ'ଣ HR କ'ଣ ସବୁ କନଫ୍ୟୁଜ ହେବ ହେଲା। ଆଣ୍ଡ ଷ୍ଟାର୍ଟେଡ୍ ହୋମ୍ ରୁଲ୍ ଇନ୍ ଇଣ୍ଡିଆ। ଯେତେବେଳେ ଇରିଶରେ କିଏ ଆମର ଆନି ବେସେଣ୍ଟ କରିଥିଲେ ପାର୍ଟିସିପେଟ, ତ ତାପରେ କ'ଣ ଇଣ୍ଡିଆରେ ମଧ୍ୟ ଷ୍ଟାର୍ଟ କଲେ ହୋମ୍ ରୁଲ୍ଟା ହେଲା। ଥାର୍ଡରେ କ'ଣ ଦେଖିବା, ଥାର୍ଡରେ ହେଉଛି ନା ଇମ୍ପାକ୍ଟ ଅଫ୍ ୱାର୍ଲଡ ୱାର୍ 1। ଆମେ ଦେଖିଲେ କ'ଣ କି 1914 ମସିହାରେ ଆମର ୱାର୍ଲଡ ୱାର୍ ମଧ୍ୟ ଆରମ୍ଭ ହେଲାଣି। ତ ବ୍ରିଟିଶ ରିଲାଏନ୍ସ ଅନ୍ ଇଣ୍ଡିଆନ୍ ରିସୋର୍ସେସ୍ ଆଣ୍ଡ ସୋଲଜର୍ସ ଡ୍ୟୁରିଂ ୱାର୍। ଯେମିତି କ'ଣ କହିବା, ସେ କହୁଛି କି ବ୍ରିଟିଶ କ'ଣ କଲେ ସେ ଟୋଟାଲି କାହା ଉପରେ ଡିପେଣ୍ଡ ହେଇଗଲେ ନା ଇଣ୍ଡିଆନ୍ ରିସୋର୍ସେସ୍ ଉପରୁ। ଯେମିତି କ'ଣ କହିବି, ବ୍ରିଟିଶକୁ ପଇସା ଦରକାର, ଭାଇ ଗୋଟେ ଯୁଦ୍ଧ ହବ ନା ତ ପଇସା ଦରକାର। ଯଦି ବ୍ରିଟିଶକୁ ଦରକାର ପଇସା, ବ୍ରିଟିଶ କ'ଣ କରିବେ? ସାର୍ ପ୍ରଥମ କଥା ହେଲା ବ୍ରିଟିଶ କ'ଣ କରିବେ, ସେ ଟାକ୍ସକୁ ବଢ଼େଇବେ। ଇଏ ଶୁଣ ମତେ କୁହ, ସେ ଟାକ୍ସକୁ ଇନକ୍ରିଜ କରିବେ, ଇଣ୍ଡିଆଙ୍କଠୁ ପଇସା ନେବେ, ସେଇ ପଇସା ଲଗାଇବେ ଯୁଦ୍ଧରେ, ବୁଝିଲା। ଦ୍ୱିତୀୟ କଥା କ'ଣ ନା ସେମାନେ ସୋଲଜରକୁ ମଧ୍ୟ ସେ ୟୁଜ୍ କଲେ। ଦେଇଛି କ'ଣ ବ୍ରିଟିଶ ରିଲାଏନ୍ସ ଅନ୍ ଇଣ୍ଡିଆନ୍ ରିସୋର୍ସେସ୍, ମାନେ ଟାକ୍ସ ପଇସା ଦେଲେ। ଆଣ୍ଡ ସୋଲଜର, ଆମ ସୋଲଜରକୁ ବି ସେ ମନ ଇଚ୍ଛା ଲେଖିଛୁ ୱିଦାଉଟ୍ କନସେଣ୍ଟ ଅଲସୋ, ମାନେ ସିଏ ଇଣ୍ଡିଆନ୍ ସୋଲଜରଙ୍କର ସେ ନେଲେନି କନସେଣ୍ଟ, ସେ ମନ ଇଚ୍ଛା କ'ଣ। ଭାଇ ଦେଖ ମତେ କୁହ, ଯେତେବେଳେ ଆମର ହେଲା କ'ଣ ନା ଆମର ବିଶ୍ୱଯୁଦ୍ଧ, ଭାଇ ଗୋଟେ ସାଇଡରେ ଅଛି କି ଆମର ଯଦି କହିବି ବହୁତ ଲୋକ ଥିଲେ, କିନ୍ତୁ ଗୋଟେ ସାଇଡରେ ଆମର ଏକ୍ସାମ୍ପଲ ଦଉଛି ବ୍ରିଟିଶ ଅଛି, ଅଦର ସାଇଡରେ କିଏ ଆମର ମାନେ ସବୁ ଜାପାନୀୟ ଅଛନ୍ତି। ମୁଁ କହିବା କଥା ହେଲା ମତେ ଏଇଠି ଇଣ୍ଡିଆନଙ୍କ ରୋଲ କ'ଣ, କେବଳ ଇଣ୍ଡିଆ ଯେହେତୁ ବ୍ରିଟିଶ ଆର୍ମିରେ କାମ କରୁଥିଲେ, ମାନେ ବ୍ରିଟିଶ ଯେହେତୁ ଆମ ଦେଶ ଶାସନ କରୁଥିଲେ, ତ ଆମକୁ ତାଙ୍କ ରଖିଥିଲେ ଆର୍ମିରେ, ସେ ଆମ ସୋଲଜରକୁ ମନ ଇଚ୍ଛା ପଠେଇବେ, ବୁଝିହେଲା। ତ ବିନା ଆମ କନସେଣ୍ଟରେ, ତ କୋଉଠି ନା କୋଉଠି ୟାର ଯୋଉ ଇମ୍ପାକ୍ଟ ଥିଲା ୱାର୍ଲଡ ୱାର୍ର ହେଇପାରେ, ଆମ ଟାକ୍ସ ବଢେଇଥିଲ, ଆମ ରିସୋର୍ସ ୟୁଜ୍ କଲ, ଆମ ସୋଲଜରକୁ ୟୁଜ୍ କଲ, ମନ ଇଚ୍ଛା ନ ପଚାରି କରି, ତ ଗୋଟେ ଆରମ୍ଭ ହେଲା ଲିଗ୍ ଗୋଟେ। ତାପରେ କ'ଣ ସବୁଠୁ ବଡ଼ ଜିନିଷ ହେଉଛି ସାର୍ କ'ଣ ନା ଡିକ୍ଲାଇନ୍ ଅଫ୍ ଏକ୍ସଟ୍ରିମିଟ୍ସ। ଭାଇ ବଡ଼ କଥା ହେଲା କି ଯେତେବେଳେ ଦେଖିଲା ଆମେ ଏଠି କ'ଣ କି 1907 ମସିହାରେ ଯେତେବେଳେ ସୁରଟ ସ୍ପ୍ଲିଟ୍ ହେଲା, ମାନେ ସ୍ୱଦେଶୀ ମୁଭମେଣ୍ଟ ପରେ ହେଲା କ'ଣ ଆମର ସୁରଟ ସ୍ପ୍ଲିଟ୍ ହେଇଗଲା। ତମେ ମଡରେଟ୍କୁ ତମେ ଦେଖ ମାନେ କ'ଣ ଦେଇଦେଲ, ଆକ୍ଟ ଦେଇଦେଲ, ରିଫର୍ମ କରିଦେଲ, ସେ ଖୁସି ହେଇଗଲେ। କିନ୍ତୁ ଏକ୍ସଟ୍ରିମିଟ୍ସ ପାଇଁ ସେ କିଛି କଲେନି, ସେଟା ଜେଲ ପଠେଇଦେଲେ, ଯେମିତି ଆମର ତିଲକ ସାହେବ। ତ ତମେ ହେଲା କ'ଣ ଏଠି ଯେତେବେଳେ ଏକ୍ସଟ୍ରିମିଟ୍ସକୁ ଏମାନେ ସବୁ ଡିକ୍ଲାଇନ୍ କରିଦେଲେ ହେଲା, ତ ହେଲା କ'ଣ ଏଇ ଯୋଉ ଏକ୍ସଟ୍ରିମିଟ୍ସର ଲିଡର କିଏ ଥିଲା ଆମର ଲାଲ ବାଲ ପାଲ, ତ ଆମର କିଏ ବାଲ ତିଲକ ଥିଲେ। ରାଗିଗଲେ, ଭାଇ ମୁଁ ତ ଜେଲରୁ ବାହାରି ଗଲି, ମୁଁ ଛାଡ଼ିବିନି ହେଲା, ମୁଁ ନା କ'ଣ ପୁଷ୍ପା ଝୁକେଗା ନାହିଁ, ହୁଏ ନାହିଁ। ତ ରିପ୍ରେସନ ଅଫ ସ୍ୱଦେଶୀ ମୁଭମେଣ୍ଟ ଆଣ୍ଡ ଆରେଷ୍ଟ ଅଫ ଏକ୍ସଟ୍ରିମିଟ୍ସ। ଯେତେବେଳେ ସବୁ ଆରେଷ୍ଟ କଲ ଏକ୍ସଟ୍ରିମିଟ୍ସକୁ, ଯେତେବେଳେ ଜେଲରୁ ବାହାରିଲେ ତ କ'ଣ କରିଥିଲେ ସାହବ, ଅଭି ତ ତୁମାରେ ବ୍ୟାଣ୍ଡ ବଜାଉଙ୍ଗା ହେଲା। ଓକେ ହେଲା, ଏଇଟା ଗୋଟେ କ'ଣ ଗୋଟେ ମାନେ ଦେଖ ପାଠ ଭିତରେ ଟିକେ ଟିକେ ମଜାକ ବି ଦଉଥିବ ନାହିଁ। ଜିନିଷ କ'ଣ ହେଉଛି ନା ଖାଲି ମାଇଣ୍ଡ ନା ଗୋଟେ ମାଇଣ୍ଡ ହେଲା, କୌଣସି କୁକର ନୁହଁ ଖାଲି ସିଟି ମାରି ଚଲଉଥିବ। ଆରାମସେ ଯୋଉମାନଙ୍କର ବୋରିଂ ଲାଗୁଛି ଭିଡ଼ିଓକୁ ପଜ୍ କରିଦେବ, ଆରାମସେ ବସି ଉଠିକି ଦେଖିବ ନା, କିନ୍ତୁ ବହୁତ ଭଲସେ ଯେତିକି ପୁଣି ଡାଇଜେଷ୍ଟ କରିବ ହେଲା, ବହୁତ ଭଲସେ। ତ ଏଇଟା କ'ଣ ମାନେ କଜେସ୍ ଥିଲା କି ସାର୍ କ'ଣ ପାଇଁ ଆମର ହୋମ୍ ରୁଲ୍ ଲିଗ୍ ଆରମ୍ଭ ହେଲା।
ଯେମିତିକି ତାଙ୍କ ରିଫର୍ମ ସହ ଆମେ ଖୁସି ନଥିଲୁ ତ ମୁଭମେଣ୍ଟ କଲୁ ହୋମ ରୁଲର। ଇରିଶରେ ଚାଲୁଥିଲା ଆମେ ତାଙ୍କଠୁ ଶିଖିଲୁ। ତାପରେ କ'ଣ ୱାର୍ଲଡ ୱାର ୱାନ୍ ହଉଥିଲା ଆମେ ସେଠି ଆମେ ଆମ ରୁଲ କଲୁ। ଆମେ ଚାହୁଁନଥିଲୁ କି ଆମେ କ'ଣ ତମେ ଆମ ରିସୋର୍ସ ୟୁଜ୍ କର, ତମେ ଆମ ସୋଲ୍ଜର ୟୁଜ୍ କର। ତାପରେ ଏକ୍ସଟ୍ରିମିଷ୍ଟ ଗରମ ହେଇକି ଥିଲେ ହେଲା, ତ ଏଇ ସମସ୍ତେ ମିଶିକରି ଗୋଟେ କ'ଣ କଲେ ନା ଆମର ନେଇ ଆସିଲେ ହୋମ ରୁଲ ଲିଗ୍। ତ ଜିନିଷ ହବ ସାର୍ କ'ଣ ସକ୍ସେସ୍ ହେଇଥିଲା? କ୍ୱେଶ୍ଚିନ୍ କ'ଣ ସକ୍ସେସ୍ କି ଆସିପାରେ ମେନ୍ରେ? ୟେସ୍ ସକ୍ସେସ୍ ବି ଥିଲା। କ'ଣ କିଛି ମାତ୍ରାରେ ଆମର ଫେଲିୟର ତ କହିବାନି, ଡିକ୍ଲାଇନ୍ କାହିଁ ହେଲା? କିଛି ଡ୍ରବ୍ୟାକ୍ସ ଥିଲା କି? ୟେସ୍ ସାର୍ ସେ ବି ଥିଲା। ଦେଖିବା ଆମେ ତାକୁ ସକ୍ସେସ୍ କ'ଣ ହେଲା ନା ଦେଖ ୱାଇଡ୍ ସ୍ପ୍ରେଡ୍ ମୋବିଲାଇଜେସନ। ମୁଁ ତମକୁ କହିଥିଲି ସିପାହୀ ବିଦ୍ରୋହ, ଯେତିକି ମୁଭମେଣ୍ଟ ଆସିବ ସବୁ ମୁଭମେଣ୍ଟର ଗୋଟେ ସିଗ୍ନିଫିକାନ୍ସରେ କ'ଣ ଆଡ୍ କରିଦେବ କି ପଲିଟିକାଲି କ'ଣ ମୋବିଲାଇଜ କିମ୍ବା ୱାଇଡ୍ ସ୍ପ୍ରେଡ୍ ମୋବିଲାଇଜେସନ। ସେ କ'ଣ କହୁଛି କି ଲାର୍ଜର ନମ୍ବର ଅଫ ପାର୍ଟିସିପେଣ୍ଟସ୍ फ्रॉम डिफरेंट रीजन। माने जो आमर थिला लिखिबो एदी कोन लिखिबो एग्जांपल दबो बहुत भल से लिखिबो कि ऊपर हेडी देबो वाइड स्प्रेड पॉपुलेशन तळे देबो एग्जांपल देयर आर लार्जर नंबर ऑफ पार्टिसिपेंट्स कोडी नामर इन होम रूल लीग रे फ्रॉम डिफरेंट रीजन्स ऑफ इंडिया हला लिखि दबो ए बडा सुंदर भाबरे मु चाहत तहले बुझिया पई एटा को तमे तम निजर पर्सनल नोट बने हला एग्जांपल लार्जर नंबर ऑफ पार्टिसिपेंट फ्रॉम डिफरेंट रीजन हला बहुत बड़ कथा ये भाई सब जन लोक आसिले ना तो गोटे वाइड स्प्रेड हे गला नहीं मोबिलाइजेशनटा एटू सेठू गले सेठू एठी आसिले देन कोन ना पॉलिटिकल आयोकी केमिति ना इनक्रीज हला गोटे पॉलिटिकल अवेयरनेस थ्रू पब्लिक मीटिंग देखो मु तुम खाली पाठ पढ़ोनी आंसर लिखिबा सिखौची जेतिकी मोमेंट देखिबो सर कोन जेतिकी मोमेंट हला ए दुईटा पॉइंट पक्का कोट करबो जेतिकी मोमेंट रे पॉलिटिकल आयोकी कोन हेई नाती भाई सिपाही विद्रोह भी दिले आमर नॉन कोऑपरेशन भी हेबे स्वदेशी रे भी हेबे सो क्विक इंडिया मोमेंट सब कुछ हेबे यार माने कोन पॉलिटिकल माने होची कि तुम मोमेंट कलो कि सिखिलो हला बुझला तो पॉलिटिकल आयोकी हे गला वाइड स्प्रेड मोबिलाइजेशन हे गला ए दुईटा पॉइंट तुम सबुठी कोट करबो सबुठी एला कोट करबो थर्ड देखो से कोन कि इनक्रीज पॉलिटिकल अवेयरनेस थ्रू पब्लिक मीटिंग सेम कथा भाई पब्लिक मीटिंग करले तो अवेयरनेस ता नहीं बढ़िबो थर्ड कोन नेशनलिज्म देखो एला लिखा नेशनलिज्म जो फीलिंग्स अछि एला कोन हबो ना इनक्रीज आफ्टर पीरियड भाई देखो आमे देखले कोन पाई मु कोन लिखि कि आफ्टर पीरियड बोली बिकॉज़ 1909 परे हमर 1900 कोन हला 1905 रे हमर स्वदेशी मूवमेंट हला तापर 1907 रे हमर स्प्लिट हे गला जदि स्प्लिट हे गला मते को तापर मूवमेंट हला सर किछि मूवमेंट हलानी 1909 रे मोलिटरी रिफॉर्म सुना गला आ रिफॉर्म कोन खाली कोन रिफॉर्म रे किछि बड़ काम करा गलानी तो धीरे धीरे कोन एस्टिमेट्स भी तो जेल गले मॉडरेट को भी से सीट कर अशांति हे गले तो 1907 रो नै करी भाबो ठीक 1916 पर्यंत माने 9 वर्ष किछि हेइ नथिला सेही दिबे कहूची कि आफ्टर ए पीरियड जो नेशनलिज्म फीलिंग्स ता पुणी बढ़ु चला तो इटा सक्सेस पॉइंट है मन रखो देन कोन ना देखो ए जो फीलिंग्स बढ़ी गला ए फीलिंग्स पाई कोन यार इंपैक्ट कोन पड़िबो ना यार जो इंपैक्ट ता पड़िबो हमर खेल कोन माने हमर चंपारण हो खेड़ा हो अदर मिनिस्टर की हो कि हमर नॉन कोऑपरेशन मूवमेंट हो हला तापर हम कोन नॉन कोऑपरेशन जहा खिलाफ पछता हला गुटी हम सही देला तो सेटा हो कोट ना कोट समझते इंस्पायर होछंती जदी एई मोमेंट रे से नेशनल फीलिंग्स आसी न था तो केन चाहि न हते थर्ड कोन ना लेजिस्लेटिव इंपैक्ट कोन पहिला जेमिति ए जो मोमेंट ता हला कोन ना होम रूल मोमेंट ता से कोन कला प्रेशर ऑन ब्रिटिश गवर्नमेंट ये गोटे प्रेशर पकेला का ऊपर ना ब्रिटिश गवर्नमेंट टू ब्रॉट पॉलिटिकल रिफॉर्म कि तमे रिफॉर्म आनो जेमिति हेले हला भाई एबे आ इंडिया को छाड़ीबेनी तो होची कोन या पर देखिबो 1916 पर जे तम हला 1916 हला हमर कोन मोमेंट हला जे देखिबो सॉरी 1917 रे हमर कोन होजी ना गोटे हमर अगस्त डिक्लेरेशन आसुजी हला किबा ताको मोंटेगु डिक्लेरेशन कहते मोंटेगु डिक्लेरेशन किबा हमर अगस्त डिक्लेरेशन कोन कहा गला कि आमे इंडियन कर भले पाई बे रिफॉर्म करिबो हला टेंशन नहीं आ पॉलिटिकल कोन माने सॉरी अल्टीमेटली कहू हमर 1919 रे गोटे आसुजी कोन एक्ट आसुजी हम कोन कहू जे आमे मोंटेगु चेम्सफोर्ड रिफॉर्म कहू जे गोटे मीटिंग ओके तो जो मोंटेगु चेम्सफोर्ड रिफॉर्म थिला एठी कोन ना बहुत बड़ काम करा दिला जेमि सेंट्रल पीएससी ओडा हिदिला डायरेक्ट इलेक्शन ता कोन हिदिला बजट ऊपर कोन बहुत माने जेमि कि प्रोविंशियल बजट सेंट्रल बजट डिवाइड करा हिदिला देखिबो ना ए जो रिफॉर्म दिटा 1909 आ 1919 एक्ट क्वेश्चन डायरेक्ट पचारिबोनी जदी पचारिबो ना तुम जति पड़ जो प्री पे किछ पॉइंट सेति को जे मोर देन सफिशिएंट आ तापर जहां भी अछि पीआई रे मु तुम एडजस्ट कर दियो टेंशन दबनी तो आम लिखण मेन रे कि लेजिस्लेटिव इंपैक्ट बोली माने प्रेशर देला गवर्नमेंट ब्रिटिश गवर्नमेंट ऊपर कि तुम किछि रिफॉर्म आनो पॉलिटिकल रो एग्जांपल लिखिबो आउटकम होतला ना 1919 एक्ट ए एक्ट कोन कहिदिला ना लिमिटेड सेल्फ गवर्नमेंट मध्ये प्रोवाइड कराइदिला फुल नो लिमिटेड हला दिया हितला जेमिति कोन ना हमर जो अछि फ्रैंचाइज अछि जो वोटिंग राइट्स अछि बढ़ा गला 1909 रे केवल जागला मुस्लिम को
ଏବେ କଣ ଆମର ମହିଳା ଖ୍ରୀଷ୍ଟିଆନ ବହୁତ ବଢାଇ ଦେଲା ହେଲା। ତ ଏତିକି ଆମର ସକ୍ସେସ୍ ହେଇଗଲା। ତାପରେ କଣ ଆମର ଡିକ୍ଲାଇନ୍। ସାର୍ ଡିକ୍ଲାଇନ୍ ଦେଖ ଫେଲିୟର ତ ଗୋଟେ ଏକ୍ସଟ୍ରିମ୍ ୱାର୍ଡ ହେଇଯିବ, ଡାଇରେକ୍ଟ ହେବନି, ଲେଖ ଡିକ୍ଲାଇନ୍। ଏଇ ମୋମେଣ୍ଟରେ ଡିକ୍ଲାଇନ୍ କାହିଁ ହେଇଗଲା ହେଲା, କାହିଁ ଆମର ଡିକ୍ଲାଇନ୍ ହେଇଗଲା, ତ କଣ ଲେଖିବ କି ଲିମିଟେଡ୍ ଡ୍ୟୁରେସନ୍ ଆଣ୍ଡ ଇମ୍ପାକ୍ଟ। ପ୍ରଥମ କଥା ହେଲା ଭାଇ ଡ୍ୟୁରେସନ୍ ବହୁତ କମ୍ ଚାଲିଛି ମୋର। କଣ ପାଇଁ ଦେଖ ଯେତେବେଳେ 1919ର ରିଫର୍ମ ଆସିଲା ହେଲା, ଆସିଲା ପରେ କଣ ମଡରେଟ୍ ଏଗେନ୍ ଖୁସି ହେଇଗଲେ, ଦେଇଛି କଣ କି ମୋମେଣ୍ଟ ଫେଡେଡ୍ ଆଉଟ୍ ବାଇ 1920 ଭିତରେ ଫେଡ୍ ହେଇଗଲା। କେମିତି ନା ଫୋକସିଂ 1919 ରିଫର୍ମ। ମଡରେଟ୍ ଗୋଟେ ଗୁଣ ଥିଲା ମଡରେଟ୍ଙ୍କର, ଯେମିତି ଘରେ ଛୁଆ ଦେଖିଛ, ଯଦି ଛୁଆ କାନ୍ଦୁଛି ନା ବାପା କଣ କରେ ତାକୁ ଗୋଟେ ଚକୋଲେଟ୍ ଦେଇଦିଏ, ସେ ଖୁସି ହେଇଯିବ ହେଲା। ଯେମିତି କଣ ତ ପାଠ ପଢୁ ନେବେ, କିଛି ପିଲା କହିବେ କଣ ସାର୍ ଆମକୁ ଯେ ଗୋଟେ ଚକୋଲେଟ୍ ଆମେ ଖୁସି ହେଇଯିବୁ, ହୁଏ ନାହିଁ। ତ ଜିନିଷ କଣ ହଉଛି, ଆଚ୍ଛା କିଛି ପିଲା କେବେ ସାର୍ ଡେଲି କାହିଁ ଦେଖୁଛି ଚକୋଲେଟ୍ଟା, ଭାଇ ଏଇଟା ମୋର ଫେଭରେଟ୍ଟା, ଏଟା ମୋ ପାଖରେ ବହୁତ ଅଛି, ତ ଏଇଟା ଡେଲି ଖାଏ ହେଲା, ତ ମୁଁ ଅଲରେଡି ଦେଖିସାରିବି ଚକୋଲେଟ୍ଟା, ତ ଏମିତି ନୁହଁ କି ମୁଁ ଏଇ ଗୋଟିଏ ଦେଖି ଦେଖଉଛି, ମୁଁ ଏଇଟା ହିଁ ଖାଇବାକୁ ନୁହଁ। ଓକେ, ତ ଯାହା ବି ହଉ ଜିନିଷ କଣ ହଉଛି, ତ ଯେମିତି ଗୋଟେ ଚକୋଲେଟ୍ ଦେଖିକି ଛୁଆକୁ ଶାନ୍ତ କରାଯାଏ, ସେମିତି ରିଫର୍ମ ଆଣି କରି ମଡରେଟ୍କୁ ଶାନ୍ତ କରାହଉଥିଲା। ତ କୋଉଠି ନା କୋଉଠି 1920 ଭିତରେ ଆମର ଯୋଉ ମୁଭମେଣ୍ଟ ଥିଲା ସେ ଫେଡ୍ ଆଉଟ୍ ହେଇଗଲା। ସେକେଣ୍ଡ କଣ ବହୁତ ବଡ ପଏଣ୍ଟ ହଉଛି କି ଡିଡ୍ ନଟ୍ ଆଚିଭ୍ ଦ ପ୍ରାଇମେରୀ ଗୋଲ୍, ଏକ୍ସାମ୍ପଲ ସେଲ୍ଫ ଗଭର୍ନମେଣ୍ଟ। ଦେଖ ଆମର ଡିମାଣ୍ଡ କଣ ଥିଲା ୟାର, ହୋମ ରୁଲର ମନେ ରଖ ସବୁଠୁ ମେନ୍ ଡିମାଣ୍ଡ ଥିଲା କି ସେଲ୍ଫ ଗଭର୍ନମେଣ୍ଟ ଦରକାର ହେଲା, ତ ସେଇଟାକୁ ଆଚିଭ୍ କରିପାରିଲେ ନାହିଁ। ଏଇଟା କଣ ଗୋଟେ ଆମର ସେଇଥିପାଇଁ ଡିକ୍ଲାଇନ୍, ଆମେ କହିବା ଡିକ୍ଲାଇନ୍ ହଉ ଫେଲିୟର ହଉ ହେଲା, ଲେଖିବ ଫାର୍ଷ୍ଟ ପଏଣ୍ଟ କି ଲିମିଟେଡ୍ ଡ୍ୟୁରେସନ୍ ଆଣ୍ଡ ଇମ୍ପାକ୍ଟ ଲାଇକ୍ ତାକୁ ଲେଖିବ। ତାପରେ କଣ ଯଦି ସେକେଣ୍ଡକୁ ଯିବା ଆମେ, ଦେନ କଣ କି ସେଭେନ୍ ଆମର ରିପ୍ରେସନ୍ ହେଇଗଲା, ବହୁତ ସାରା ବଡ ବଡ ରିପ୍ରେସନ୍ କରାଗଲା। ଯେମିତି ଆନି ବେସେଣ୍ଟକୁ ଆରେଷ୍ଟ କରିଦିଆଗଲା 1917 ମସିହାରେ। ଭାଇ ତମେ ବହୁତ ଡ୍ରାମା କରୁଛ, ତମେ ଶିଖି ଆସିଲ କୋଉଠୁ ଇରିସରୁ, ତମେ ଏଠି ପୁଣି ଗୋଟେ ପାଲା ଚଲେଇଛ ହେଲା। ତ ଯେତେବେଳେ ଇଏ କଲେ ଲିଡ୍ ଟୁ, ଏଇଟା ହେଲା କଣ ଆରେଷ୍ଟ ହେଇଗଲେ ନା ଲିଡ୍ ଟୁ ଟେମ୍ପରାରୀ ଡିମୋରାଲାଇଜ୍ଡ ଦ ମୋମେଣ୍ଟ। ତ ଲୋକମାନେ କଣ ଟିକେ ଯୋଉ ସେ ମୋରାଲ ଥିଲେ ତାଙ୍କର ଟିକେ ଡାଉନ୍ ହେଇଗଲା ମୋରାଲଟା, ୟାର କି ଯୋଉମାନେ ଲିଡର ଅଛନ୍ତି ତାଙ୍କୁ ହିଁ ଆରେଷ୍ଟ କରିଦିଆଗଲା, ତ ଆମ ଅବସ୍ଥା କଣ ହବ ବୁଝି ହେଲା। ତ କୋଉଠି ନା କୋଉଠି ଇଏ ଗୋଟେ ଇମ୍ପାକ୍ଟ ଏଇ ଯୋଉ ରିପ୍ରେସନଟା। ଥାର୍ଡରେ କଣ লিডারশিপ ডিফরেন্ট আপ্রোচেস। আচ্ছা এটা মানে লিখিব ঠিক সে কি ডিফরেন্ট আপ্রোচেস অফ লিডরশিপ লাই বুঝলা, ডিফরেন্ট আপ্রোচেস অফ লিডরশিপ কেমিতি, যেমিতি কহবা কি কোন আমার যে আনি বেসেন্ট থিলে তাଙ୍କର ଅଲଗା ଥିଲା, ତିଲକର ଅଲଗା ଥିଲା। ତିଲକର ମାତ୍ର 6ଟା ବ୍ରାଞ୍ଚ ଥିଲା, କିନ୍ତୁ ଆନି ବେସେଣ୍ଟର ମୋର ଦ୍ୟାନ୍ 200 ଥିଲା ବୁଝିଲା। ତ ଏମାନେ ଅଲଗା ଏଇଥିପାଇଁ କଲେ ସେ ଚାହୁଁନଥିଲେ କି ଯେମିତି ସୁରଟା ସ୍ପ୍ଲିଟ୍ ହେଇଥିଲା, ଆଇନ୍sh ଭିତରେ ମଡରେଟର ଅଲଗା ଏକ୍ସଟ୍ରିମିଷ୍ଟ ଅଲଗା, ତ ଆମ ଭିତରେ କିଛି କ୍ରିଏଟ ହଉ। ତ ଏମାନେ ଯୋଉ ଡିଫରେଣ୍ଟ ତାଙ୍କର ଯୋଉ ଥିଲା ମାନେ କଣ ଆପ୍ରୋଚ ଥିଲା, ନିଜେ କ୍ରିଏଟେଡ ଫ୍ରିକ୍ସନ ଇନ୍ ମୋମେଣ୍ଟ, ଟିକେ ଫ୍ରିକ୍ସନ ମଧ୍ୟ ହେଇଥିଲା ଡ୍ୟୁ ଟୁ ଡିଫରେଣ୍ଟ ଆପ୍ରୋଚ ଅଫ ତିଲକ ଆଣ୍ଡ ଆନି ବେସେଣ୍ଟ। ତ ହବ ଟିକେ ୟାର ତାଙ୍କର ଯୋଉ ମେନ୍ ଲିଡର ତାଙ୍କର ଆପ୍ରୋଚ ଅଲଗା ଥିଲା। ଫୋର୍ଥରେ କଣ ଗୋଟେ ପଡୁଛି ଏମର୍ଜ ଗାନ୍ଧୀ। ଦେଖ ଗାନ୍ଧୀ ଆସିଲେ ଯେ ଏଇ ମୋମେଣ୍ଟଟା ଆମର ଡିକ୍ଲାଇନ୍ କାହିଁ ହେଲା, କଣ ରିଜନ କଣ, ଜିନିଷ କଣ ହଉଛି ଦେଖ ଲଞ୍ଚ ଅଫ ନନ୍ କୋଅପରେସନ ମୁଭମେଣ୍ଟ 1920ରେ, ଯେତେବେଳେ ଆମର 1916ରୁ ଆରମ୍ଭ ହେଲା କଣ ହୋମ ରୁଲ ମୁଭମେଣ୍ଟ। ଆମେ କଣ ଦେଖିଲେ ଗାନ୍ଧୀ ଆସିଗଲେ 1915ରେ, ତାପରେ 1917ରେ ସେ କଣ କଲେ ଚମ୍ପାରଣ କଲେ, 1918ରେ ଅନ୍ଧାନୁ ଷ୍ଟ୍ରାଇକ୍ କଲେ, 1918ରେ ଏଗାର ଖେଡା କଲେ। ତ କଣ ହଉଛି ନା 1920ରେ ଯେତେବେଳେ ନନ୍ କୋଅପରେସନ ମୁଭମେଣ୍ଟ ଚାଲିଲା, ତ ଲୋକଙ୍କର ଯୋଉ ଫୋକସଟା ଥିଲା ସେ କଣ ନା ହୋମ ରୁଲ ଶେଷ ହେଇକିନି ସେ ପଳେଇଗଲା ନନ୍ କୋଅପରେସନ ମୁଭମେଣ୍ଟ ପ୍ରତି, ମାନେ ଗାନ୍ଧୀଙ୍କ ପ୍ରତି। ଲୋକର ଗାନ୍ଧୀ ଭରସା ଥିଲା ଗାନ୍ଧୀ ଉପରେ। ଦିସ୍ ଇଜ ଲଞ୍ଚ ଅଫ ନନ୍ କୋଅପରେସନ ମୁଭମେଣ୍ଟ 1920 ଫେଡେଡ ଦ ହୋମ ରୁଲ ମୁଭମେଣ୍ଟ ହେଲା। ତ ଏଇ ମୁଭମେଣ୍ଟଟା ହିଁ ନନ୍ କୋର ମୁଭମେଣ୍ଟ ସେ ହୋମ ଫେଡ କରିଥିଲା। କଣ ଏକ୍ସାମ୍ପଲ ନା ମେନି ଫଲୋଅର୍ସ ଅଫ ହୋମ ରୁଲ ମୁଭମେଣ୍ଟ, HRM କହିଲେ ହୋମ ରୁଲ ମୁଭମେଣ୍ଟ। ତ ପରୀକ୍ଷା ଲେଖିବନି ଏମିତି ହେଲା, ମୁଁ ତମକୁ ବୁଝେଇ ପାଇଁ ଲେଖୁଛି। ବହୁତ ଥିଲେ ଫଲୋଅର୍ସ କାରଣ ହୋମ ରୁଲ ମୁଭମେଣ୍ଟର ଯୋଉମାନେ ସିଫ୍ଟ କଲେ, ସିଫ୍ଟେଡ ଦେୟାର ଫୋକସ ଟୁୱାର୍ଡସ ନନ୍ କୋଅପରେସନ ମୁଭମେଣ୍ଟ। ତାକୁ ଲାଗିଲା କି ୟାର ହୋମ ରୁଲରେ କିଛି ଲାଭ ନାହିଁ, ଆନି ବେସେଣ୍ଟ ଜେଲ୍ ପଳେଇ ଗଲେ, ତିଲକ ବି ନାହାନ୍ତି ଆଉ, ତ ବେଟର କଣ ଆମେ ତାହେଲେ ଗାନ୍ଧୀଙ୍କ ସହ ମିଶିଯିବା ତାଙ୍କ ଆନ୍ଦୋଳନରେ ବୁଝିହେଲା। ତ ଆମେ କଣ ଦେଖିଲେ ସାର୍ ଏପର୍ଯ୍ୟନ୍ତ ହୋମ ରୁଲ ମୁଭମେଣ୍ଟ କଣ ପାଇଁ ହେଲା, ତାର ବ୍ୟାକଗ୍ରାଉଣ୍ଡ ଦେଖିଲେ, ତାପରେ କଣ ଦେଖିଲେ ସିଗ୍ନିଫିକାନ୍ସ, କିଛି ଆମର ପଜିଟିଭ ଦେଖିଲେ, କିଛି ଦେଖିଲେ କଣ ଡିକ୍ଲାଇନ୍ ହେଇଗଲା। ଭାଇ 10 ମାର୍କରୁ କ୍ୱେଶ୍ଚିନ୍ ଅଧିକା ୟା ଉପରେ ଆସିବନି, ଯଦି ଆସିବ ତମ ପାଖରେ ମୋର ଦେନ୍ ସଫିସିଏଣ୍ଟ ଡାଟା ହେଇଗଲା ବୁଝିହେଲା। ଲେଖିବ କଣ କନକ୍ଲୁଜନରେ, ସିଧା କଥା ଲେଖିବ। ଦେଖ ଯେତେବେଳେ ଲେଖିବ ଇଣ୍ଟ୍ରୋଡକ୍ସନ ଲେଖିବ ପ୍ରିଭିୟସ ପାର୍ଟଟା କି କଣ ପାଇଁ ହେଲା ବୁଝିଲା, ହୋମ ରୁଲ ମୁଭମେଣ୍ଟଟା ଲେଖିଦ କଣ କି ଆମର ଯାହା ବି ଥିଲା କିଛି ସ୍ୱଦେଶୀ ମୁଭମେଣ୍ଟ ଥିଲା, ଇଏ ଥିଲା 1909ରୁ 1916 ପର୍ଯ୍ୟନ୍ତ କଣ ମାନେ ଆମର ଗୋଟେ ପଲିଟିକାଲ ଥିଲା ଇନେଟିଭ ଥିଲା। ତ ସେଇଠି କଣ ନା ଆମର ଦିଟା ଆସିଗଲା ଆନି ବେସେଣ୍ଟ ଆଣ୍ଡ ଆମର ତିଲକ ସାହେବ ମିଶିକିରି କଲେ, ଲେଖିଦେବ ଇଣ୍ଟ୍ରୋଡକ୍ସନରେ। ଯୋଉ ସମୟରେ କନକ୍ଲୁଜନ ତାକୁ ଲେଖିଦେବ କି ଯୋଉ ହୋମ ମୁଭମେଣ୍ଟ ଥିଲା କଣ ନା ସେ ଗୋଟେ ଫାଉଣ୍ଡେସନ ବନେଇଲା କଣ ନା ଆମର ଫର୍ଦର ଯୋଉ ଆମର ଅଛି ଫ୍ୟୁଚର ମୁଭମେଣ୍ଟ ପାଇଁ। ଏକ୍ସାମ୍ପଲ କଣ ଦବ ନା ଖିଲାଫତ ହଉ କିମ୍ବା ଆମର ନନ୍ ମୁଭମେଣ୍ଟ ହଉ, এইভাবে ଲେଖିବ ହେଲା। କାମ ସରିଲା, 10 ମାର୍କ କ୍ୱେଶ୍ଚିନ୍ ଟେନସନ ହବନି, ଏତିକି ଲେଖିଦେଲା ୟା ତ ମାର୍କ ପଡିଦବନି ବୁଝିହେଲା। ଏତିକି ବି ଲେଖି ପାରନ୍ତିନି।
ଦେନ୍ କ'ଣ ଆମେ ଦେଖିଲେ କି ଲକ୍ଷ୍ନୌ ପ୍ୟାକ୍ଟ, ଦେଖ ଲକ୍ଷ୍ନୌ ପ୍ୟାକ୍ଟ କିମ୍ବା ଲକ୍ଷ୍ନୌ ଶାସନ ଉପରେ କ୍ୱେଶ୍ଚିନ୍ ଡାଇରେକ୍ଟଲି ଆସେନି, ବହୁତ କମ୍ ଚାନ୍ସ ଆସିବାର ହେଲା, ଆସେ ନ ଆସିଲେ ଚଳିବ। ତଥାପି ଏତିକି ଡାଟା ନିଅ କି ଯଦି ବି ଆସିଗଲା ନା 10 ମାର୍କର କି ତମଠୁ ଭଲ କେହି ଲେଖିପାରିବେନି, ତମଠୁ ଭଲ କେହି ନୁହଁ। ଲକ୍ଷ୍ନୌ ଶାସନ କାହିଁ ହେଲା କ'ଣ ଲେଖିବ ଇଣ୍ଟ୍ରୋଡକ୍ସନରେ, ନା ଲେଖିଦେବ କି ୟାକୁ କିଏ ଥିଲା ପ୍ରେସିଡେଣ୍ଟ କୁହ ମତେ ଏବେ, ପଢିଛ ପ୍ରି ପାଇଁ ପଢିଥିଲି ମୁଁ, ଯେଉଁମାନେ ପଢିନୁ ଯାଅ ହେଲା ପ୍ଲେଲିଷ୍ଟକୁ, ସେଠି ସବୁ ପଢ ଭଲସେ। ଆମର ଥିଲେ ଅମ୍ବିକା ଚରଣ ଥିଲେ ମଜୁମଦାର, ଦେଖିବ ସେ ପ୍ରେସାଇଡ୍ କଲେ। ଆଉ ୟାଙ୍କର ଉଦ୍ଦେଶ୍ୟ କ'ଣ ଥିଲା, ୟାଙ୍କର ଉଦ୍ଦେଶ୍ୟ ଥିଲା କି ଆମର ସେ ଆଇଏନ୍ସି ଆଉ ମୁସଲିମ ଲିଗ ଏକାଠି ହେବେ ହେଲା। ତ ଯେତେବେଳେ 1909ରୁ 1916 ପର୍ଯ୍ୟନ୍ତ ବିଲକୁଲ ଫେଡ ମାନେ ଟୋଟାଲି କ'ଣ ପଲିଟିକାଲ ଆମର କହିପାରିବା କି ଇନ୍ଆକ୍ଟିଭ ଚାଲିଲା। 1916 କ'ଣ ଚାଲିଲା ଆମର ହୋମ ରୁଲ ମୁଭମେଣ୍ଟ। ତ ହୋମ ରୁଲ ମୁଭମେଣ୍ଟ ଯେମିତି ବନ୍ଦ ହେଇଗଲା ସାଙ୍ଗେ ସାଙ୍ଗେ କ'ଣ ନାମ ଅଣାଗଲା କ'ଣ ନା ଆମର ଲକ୍ଷ୍ନୌ ପ୍ୟାକ୍ଟ ବସାଗଲା। ତ ଏଇଟା ଦେଖିବ ଇଣ୍ଟ୍ରୋଡକ୍ସନରେ କଜେସ ଦେଖ ପଚାରିବ କି ଲକ୍ଷ୍ନୌ କ'ଣ ପାଇଁ ହେଲା, ହ୍ୱାଇ ଲକ୍ଷ୍ନୌ ସେସନ ମାନେ ଇମିଡିଏଟ ରଖାଗଲା କ'ଣ ପାଇଁ, କିମ୍ବା ପଚାରିଦେବ କି ରିଜନ ଅଫ ଲକ୍ଷ୍ନୌ ପ୍ୟାକ୍ଟ ଲାଗି ହେଲା କ'ଣ, ପଚାରିଦେବ କଜେସ କ'ଣ ଥିଲା, ସବୁ ଏକା ଜିନିଷ। ତ ଲକ୍ଷ୍ନୌ ସେସନରେ ଆମର କ'ଣ ପାଇଁ ରଖାଗଲା ଇମିଡିଏଟଲି ମୁଁ କହୁଛି ଶୁଣ ମନେ ରଖଲା। ପ୍ରଥମ କଥା ହେଲା କି ଯୋଉ 16ଟା ସ୍ପ୍ଲିଟ୍ 1907ରେ ହେଇଥିଲା, ମାନେ କ'ଣ ହେଇଥିଲା ଏଠି ନା ମଡରେଟ୍ ଆଉ ଏକ୍ସଟ୍ରିମିଷ୍ଟ ଅଲଗା ହେଇଥିଲେ ହେଲା। କ୍ୱେଶ୍ଚିନ୍ ଆଜିକାଲି ଡାଇରେକ୍ଟ ପଚାରୁନି, ପଚାରିଦେବ କି ଇମିଡିଏଟଲି ଲକ୍ଷ୍ନୌ ସେସନକୁ ଆଣିବାର କାରଣ କ'ଣ ଥିଲା, ରିଜନ କ'ଣ ଥିଲା, ବୁଝିହେଲା ହ୍ୱାଏ। ତ କ୍ୱେଶ୍ଚିନ୍ ପଚାରିଦିଏ ଏଇଭଳିଆ। ତ ଦେଖ ସୁରଟ ସ୍ପ୍ଲିଟ୍ ଯେତେବେଳେ 1907 ମସିହାରେ ହେଇଥିଲା, ଏଠି ମଡରେଟ୍ ଏକ୍ସଟ୍ରିମିଷ୍ଟ ଅଲଗା ହେଇଥିଲେ, ଆମେ ଦେଖିଥିଲେ ତାଙ୍କର ବହୁତ ଅଲଗା ଆପ୍ରୋଚ୍ ଥିଲା ସ୍ୱଦେଶୀକୁ ନେଇକରି। ତ ନାଓ ମଡରେଟ୍ସ ଆଣ୍ଡ ଏକ୍ସଟ୍ରିମିଷ୍ଟ ୱାଣ୍ଟ ଟୁ ରିୟୁନିୟନ, ଏବେ ଚାହିଁଲେ କି ଆମେ ଏକାଠି ରହିବୁ। ବିକଜ କ'ଣ କି 1916ରେ ଯୋଉ ହୋମ ରୁଲ ମୁଭମେଣ୍ଟ ଥିଲା ତାକୁ ଭାଙ୍ଗି ଦିଆଗଲା। ତ ଏବେ ଫିଲ୍ ହଉଛି ମାନେ କ'ଣ ଆମର ମୁସଲିମ ମାନେ ମଡରେଟ୍କୁ ବି ଆଉ ଏକ୍ସଟ୍ରିମିଷ୍ଟକୁ ବି, ଗରମ ଦଳକୁ ବି ଆଉ ନରମ ଦଳକୁ ବି, ଆମେ ଯଦି ଏକାଠି ନ ରହିବା ଆମେ ବ୍ରିଟିଶ ଏଗେନଷ୍ଟରେ ଲଢ଼ି ପାରିବା ନାହିଁ, ପସିବୁଲ ନୁହଁ। ଓକେ ଦେନ୍ କ'ଣ ନା ଫର୍ମେସନ ଅଫ ମୁସଲିମ ଲିଗ। ଦେଖ ଜିନିଷ କ'ଣ ହଉଛି ଯେତେବେଳେ ନାଓ ଦେଖ ଯେତେବେଳେ ଆମର 1909 ମସିହାରେ ଆଣିଲେ କିଏ ନା ବ୍ରିଟିଶ ମୁସଲିମ ଲିଗ, ତାଙ୍କର ଇଚ୍ଛା ଥିଲା କ'ଣ, ସିଏ ଚାହୁଁଥିଲେ କି ଆମେ କେମିତି ଇଣ୍ଡିଆକୁ ଡିଭାଇଡ କରିବୁ, ଏଇଟା କୁହନ୍ତି ଡିଭାଇଡ ଆଣ୍ଡ ରୁଲ। ଫାଷ୍ଟ କ'ଣ ଆମର 1909ରେ ଆମର 1905ରେ ସେ ବେଙ୍ଗଲକୁ ଡିଭାଇଡ କଲେ, ଯେତେବେଳେ ଭାଙ୍ଗି ପାରିଲେନି 1909ରେ କ'ଣ କଲେ ସେ ମୁସଲିମକୁ ଦେଲେ, କ'ଣ ଦେଲା ପରେ ସେପାରେଟ ଇଲେକ୍ଟୋରେଟ୍ ଦେଲେ, ଯାହାକୁ କ'ଣ ହିନ୍ଦୁ ରାଗି ଯାଆନ୍ତୁ। ତ ଜିନିଷ କ'ଣ ହେଲା ଏବେ କ'ଣ, ଏବେ ଆମର ଆଇଏନ୍ସି କହିଲା ମୁସଲିମକୁ ଭାଇ ତମେ ଆସ ଏକାଠି ଆମେ ମିଶିକି ରହିବା ହେଲା, ଆମେ ରେଡି ଅଛୁ, ତମର ଯୋଉ ମୁସଲିମ ଲିଗକୁ ଦିଆହେଇଛି ସେପାରେଟ ଇଲେକ୍ଟୋରେଟ୍ ଆମେ ରାଜି ଅଛୁ, ତ ଆମେ କିଛି କହିବନି। ତ ନାଓ ଆଇଏନ୍ସି ରେଡି ଟୁ ଆକ୍ସେପ୍ଟ ସେପାରେଟ ଇଲେକ୍ଟୋରେଟ୍ ଅଫ ମୁସଲିମ ଲିଗ। ଏଇ ସବୁ ଜିନିଷ ପ୍ରିଲିମ୍ସରେ ଭଲସେ ପଢିଛି ବୋଲା, ସବୁ ବେଶୀ ଯାଉନି, ଖାଲି ପଢୁଛି କି ମେନ୍ରେ କ'ଣ ଲେଖିବ କେତେ ଲେଖିବ। ଥାର୍ଡରେ କ'ଣ ନା ଇମ୍ପାକ୍ଟ ଅଫ ହୋମ ରୁଲ ଲିଗ ହେଲା। ହୋମ ଲିଗ କ'ଣ କି ସେଭେରେ ଆମର ସପ୍ରେସନ କରାଗଲା, ଲୋକ ଆରେଷ୍ଟ କରିଦିଆଗଲା। ତ ସେଇଥିପାଇଁ କ'ଣ ଇମିଡିଏଟଲି ଗୋଟେ ଲକ୍ଷ୍ନୌ ସେସନ ବସାଗଲା କି ଏବେ ନେକ୍ସଟ କ'ଣ କରାଯିବ, ନେକ୍ସଟ ଆମର କ'ଣ ରହିବ ଜିନିଷ। ତ ଏଇଟା ପଚାର ଦେଖ କ୍ୱେଶ୍ଚିନ୍ ଲକ୍ଷ୍ନୌ ସେସନରେ ଆସିନପାରେ, ଯଦି ବି ଆସିଲା ଏତିକି ମନେ ରଖିଗଲା ମୋର ସଫିସିଏଣ୍ଟ। ଦେନ୍ କ'ଣ ସାର୍ ସିଗ୍ନିଫିକାନ୍ସ, ମୁଁ କହିଲି ସବୁ ଜିନିଷର ସିଗ୍ନିଫିକାନ୍ସ ଇମ୍ପାକ୍ଟ କ'ଣ ହେଇଥିଲା, ତାର ରେଜଲ୍ଟ କ'ଣ ହେଲା। ଯେମିତି ଦେଖିଲେ କି ଚାହୁଁଥିଲେ ଆମେ ଏକାଠି ରହିବୁ ବୋଲି, ତ ଏକାଠି ହେଇଗଲେ, ମଡରେଟ୍ ଆଉ ଏକ୍ସଟ୍ରିମିଷ୍ଟ ରିୟୁନିୟନ ହେଇଗଲେ। ମାନେ 1907 ମସିହାରେ ଯୋଉ ସୁରଟ ସ୍ପ୍ଲିଟ୍ ହେଇଥିଲା, ଯୋଉଠି ସେ ଅଲଗା ହେଇଥିଲେ, ଏବେ 1916 ସେ ଏକାଠି ହେଇଗଲେ, ମାନେ ଭାବ 9-10 ବର୍ଷ ପରେ ଏକାଠି ହେଲେ ପୁଣି ଥରେ। ଆଇଏନ୍ସି ଆଉ ମୁସଲିମ ଲିଗ ଏମାନେ ବି ଏକାଠି ହେଇଗଲେ, ମାନେ ମୁସଲିମ ଲିଗର ଯୋଉ ଥିଲା ଆମର ସେଭେନ୍ ଇଲେକ୍ଟୋରେଟ୍ ଆଉ ଆଇଏନ୍ସି ଆକ୍ସେପ୍ଟ କଲା, ବୁଝିହେଲା। ମାନେ ସମସ୍ତେ ଏକାଠି ମିଶିଗଲେଣି, ସେ ମଡରେଟ୍ ଏକ୍ସଟ୍ରିମିଷ୍ଟ ଆଉ ଆଇଏନ୍ସି କୁ କ'ଣ ନା ମୁସଲିମ ଲିଗ କି ଭାଇ ଏବେ ଆମେ ଏକାଠି ହବା ଆଉ ଲଢିବା ବ୍ରିଟିଶ ଏଗେନଷ୍ଟରେ। ଦେନ୍ କ'ଣ ତ ଏଇ ଯୋଉ ହେଲା ସେକେଣ୍ଡ କ'ଣ ଆମର ଦେଖ ଏଇଟା କ'ଣ ସିଗ୍ନିଫିକାନ୍ସ ୟାର, ଏଇ ସବୁ ସିଗ୍ନିଫିକାନ୍ସ ପଜିଟିଭ ଜିନିଷ, ବହୁତ ସିଗ୍ନିଫିକାନ୍ସ ଇଏ। ସବୁଠୁ ବଡ଼ ସିଗ୍ନିଫିକାନ୍ସ କ'ଣ କହିବି, ସବୁଠୁ ବଡ଼ ହେଉଛି କି ଇନ୍ସପାୟାର ଟୁ ନନ୍ କୋଅପରେସନ ମୁଭମେଣ୍ଟ ଆଣ୍ଡ ଏ ସିଭିଲ ଡିସଓବିଡିଏନ୍ସ ମୁଭମେଣ୍ଟ। এইটা ହିଁ ଇନ୍ସପାୟାର କରେଲା କି ଆମର ନନ୍ କୋଅପରେସନକୁ ହଉ କିମ୍ବା ସିଭିଲି ଡିସଓବିଡିଏନ୍ସ ମୁଭମେଣ୍ଟକୁ ବି ହଉ। ତାପରେ କ'ଣ ଏବେ ଏବେ ଆଗରୁ ଆଇଏନ୍ସି ଏକୁଟିଆ ମାଗୁଥିଲା କି ଆମକୁ ଦିଅ ରିଫର୍ମ କର, ମୁସଲିମ ଲିଗ ଏକୁଟିଆ ମାଗୁଥିଲା, କିନ୍ତୁ ଏବେ ଯୋଉ ଏକାଠି ହେଇଗଲେ ଏଇଠି, ତ ଏଇଠି ଏକାଠି ହେଲା ପରେ କ'ଣ କି ଆଇଏନ୍ସି ଆଣ୍ଡ ମୁସଲିମ ଲିଗ ଜଏଣ୍ଟଲି ଡିମାଣ୍ଡ କଲେ କନଷ୍ଟିଟ୍ୟୁସନାଲ ରିଫର୍ମକୁ, ବୁଝିହେଲା। ତ ଲକ୍ଷ୍ନୌ ସେସନରୁ ହେଲା ଏତିକି ପଚାରିବ, ୟାଠୁ ଅଧିକା ପଚାରିବ ନାହିଁ। ଲକ୍ଷ୍ନୌରେ କ'ଣ ଏତିକି ମନେ ରଖିବଲା, ଦ୍ୟାଟ୍ ଟୁ କ୍ୱେଶ୍ଚିନ୍ ଆସିଗଲେ ତମ ହାତରୁ ମିସ୍ ନ ହେଇଯାଉ ହେଲା। ତ ଏବେ କ'ଣ ଯିବା ନା 1916 ପରେ ଯଦି ଆମେ ଦେଖିବା ଟାଇମ୍ ଲାଇନ୍କୁ ହେଲା, ଆମେ କ'ଣ ଦେଖିଲେ ନା 1916 ପରେ କ'ଣ ଆମର ଆସିବ, କ'ଣ ନା ଆମର ପଳେଇ ଆସିବ ଡାଇରେକ୍ଟ ନନ୍ କୋଅପରେସନ ମୁଭମେଣ୍ଟ। କିନ୍ତୁ ତା ଆଗରୁ ଅଳ୍ପ କିଛି ମୁଭମେଣ୍ଟ ଗାନ୍ଧୀଙ୍କ ଦ୍ୱାରା ଅଛି। କ'ଣ ଅଛି ନା ଫାଷ୍ଟ ଗାନ୍ଧୀ ଆସିବେ, ତ ଗାନ୍ଧୀର କ୍ୱେଶ୍ଚିନ୍ ଗାନ୍ଧୀର କ'ଣ ଥିଲା ଆଇଡିଓଲୋଜି, କିମ୍ବା ପଚାରିବ କ୍ୱେଶ୍ଚିନ୍ ଗାନ୍ଧୀର ଯୋଉ ନନ୍ କୋଅପରେସନ ମୁଭମେଣ୍ଟ ଥିଲା ତା ପୂର୍ବରୁ ଗାନ୍ଧୀଙ୍କର କ'ଣ ଥିଲା ମୁଭମେଣ୍ଟ ଲେଖ, ତ ଚମ୍ପାରଣ, ଖେଡ଼ା ଆଉ ଅଞ୍ଜମିଲି ଷ୍ଟ୍ରାଇକ୍ ହେଲା।
इंडिविजुअल किसी क्वेश्चन आग पचारे 5 मार्किया 2 मार्किया आ पचारूनी है ओपीएससी हो यूपीएससी हो केबे क्वेश्चन पचारे बोले आ कि भाई चंपारण को लेख लेख खेड़ा ऊपर किंतु अल्प बहुत जानिबा नॉलेज दैट टू जदी क्वेश्चन पचार देला आमे ताको टैकल करि परिबा हला तापर कोन ना रोलेट एक्ट तापर गांधी सत्याग्रह तो ए वीडियो कोन एबे लास्ट कवर कर देबा कि हमरो रोलेट एक्ट किबा सत्याग्रह पूर्वरु सत्याग्रह पूर्वरु गांधी कर कोन कोन सक्सेस हेतिला ओके ओके तो लिखले कोन बेबे कि गांधी जर्नी बिफोर नोन कोऑपरेशन मूवमेंट हला नोन कोन मूवमेंट आगुरु किबा सत्याग्रह आगुरु गांधी कर कोन जर्नी थिला हला तो कोन तीनटे लिखिबो कि चंपारण ऑन द मिल स्ट्राइक तापर खेर सत्याग्रह मन रख क्वेश्चन या पर मेन चांस बहुत कम आसीबार जदि भी आसीला तुम एतिके ले गोटे पेज लाई एतिके आराम से बीट कर पारिबो आराम से हला तो स्टार्ट कर दो फास्ट कोन ना चंपारण सत्याग्रह केबे हला 1917 मसिया रे गांधी आसला 1915 रे 1917 कोन चंपारण चंपारण होई कोन बेसिकली हला कोठी हमर बिहार रे तार कोन थले बैकग्राउंड साथला गोटे तीन खाटिया सिस्टम थला तीन खाटिया माने कोन कहबी ता माने होजी कि तमर जेतिकी लैंड अछि सपोज गोटे पिला पाखरे 20 एकर जमी अछि तमे से 3 एकर इंडिगो चाष करिवो देखा जे 3/20 ऑफ लैंड मस्ट बी कल्टिवेटेड ऑफ कल्टिवेशन ऑफ इंडिगो तमे इंडिगो चाष करिवो बुझिला तो जो इंडिगो रिवोल्ट हेदिला एबे मन पका इंडिगो कोन थिला तो जिनिस कोन होजी कि एते भीतर जीवनी बेस बेस हेला कोन लोक इंडिगो चाष कले किंतु लोक पेमेंट मिललानी कोन पना फॉरेन मार्केट रे इंडिगो डिमांड कमी गला तो पेमेंट मिललानी लोक कोन कहले हम करबो ता इंडिगो किंतु ए सिस्टम पई ता बाध्य करा गला तो ए सब थिला रीजन थिला गांधी आसिले सक्सेस मोमेंट बनेले आ लोक कहले कि जा पाखर भाई से कथा ब्रिटिश सह कलेक्टर सह ये सिस्टम को हटाओ जहा इच्छा से इंडिगो चाष करू से चाष फसल करू ता इच्छा बुझिला तो सक्सेस थिला तो एटा कोन हमर ना फर्स्ट सिविल डिसओबीडियंस मोमेंट कहा जाए सर सिविल डिसओबीडियंस माने कहले कि तुम डिसओबे करिवो नियम को मानिबनी हैला तो एटी कोन ए नियम को माना हैलानी हैला तो मन रख गोटे पर्टिकुलर क्वेश्चन पचार न पारे तथापि हेले एतिक मन रखिबो लाई गोटे माने तमर गोटे क्वेश्चन गोटे बेस बनि जो हैला बाकी तमर जो पीआईपी थिला 2015 16 मान 10 वर्ष आगर जो पचार थिला मु चेष्टा करम सेटा भी आड़े पाई तो मोटी कोन निज खाली आत्म संतुष्टि पाई आउ किछ नुओ ओके सेकेंड रे कोन जीवा कि मेहंदाबाद मिल स्ट्राइक 1918 मसिया रे एटी कोन हेतिला बेसिकली देखो मिल स्ट्राइक आउ खेड़ा एका वर्ष होइदिला माने एका सागर चलिदिला ए जो हमर मिल ओनर थिले आ वर्कर थिले ए भितरे लड़ाटा हेदिला हेला कोन कि एठी वर्कर डिमांड कले हमको 50% हमको टैक्स दिया हो बेसिकली थिला कोन कि आगर गोटे हला माने सेटा कहती जो प्लेग थिला ना जो प्लेग थिला तो प्लेग टैक्स जो एटा कि मिलुला तो ताको किछ मिलुला तो जते बळे प्लेग कमी गला प्लेग कमिला कोन कोन प्लेग कमिला पर ब्रिटिश को टैक्स बंद कर देले तो इंडियन कोन कहले भाई जदी प्लेग कमी गला प्लेग ता कमी गला गोटे काम करता हले तमे हम पैसा कमाओनी से प्लेग बदल ताको थोड़ी जेंति इन्फ्लेशन टैक्स लगे दियो हला किछ एमिति दियो किंतु हम दरमा कमाओनी तो एठी वर्कर कोन डिमांड करले मिल ओनर को कि हमको 50% हमको हमर सैलरी बढ़ेबा 50% किंतु ब्रिटिश कोन करले ब्रिटिश को हम 20% दबो अधिकार दे परबो नाही तो गांधी आसिले आंधी को बहुत सारा माने कोन से मिल को गले रिसर्च कले महाराष्ट्र गले सॉरी मुंबई गले हला बहुत रिसर्च कले तापर कोन से गांधी फिक्स कले भाई मु 50 कहने कि तो 35% देबा को पड़ियो आ लास्ट रे ब्रिटिश बाध्य मते हेतिले तो एटा होतला सक्सेस मोमेंट थिला जदि क्वेश्चन पचारिबो ना बिफोर नॉन कोऑपरेशन मूवमेंट किबा बिफोर रोलेट सत्याग्रह किबा जहा हला बिफोर ला कोन कोन गांधी कर सक्सेस मोमेंट थिला तमे तीनटा को मेंशन करिबो हला देल खेड़ा होजी सर खेड़ा भी सही समय होजी हला यार कोन बैकग्राउंड फैमिली माने दुर्भिक्ष पड़ी चाष किछ हेइनी किंतु सही समय ब्रिटिश कोन कले टैक्स को इंक्रीज कर देले टैक्स बढ़ेले ब्रिटिश को डाटा मिलला कि कोन सही एरिया रे जो खेड़ा अछि हमर गुजरात रे कि भलो चाष होई तो जो टैक्स बढ़े लोक कहले भाई हम पर चाष भलो हेइनी पड़ी फैमिली पड़ी दुर्भिक्ष तुम टैक्स बढ़ो जो लका होने यन पेजेंट्स ना कृषक ऊपर चाषी ऊपर तो हेला कोन एटा हमर फर्स्ट नॉन कोऑपरेशन मूवमेंट थिला गांधी कहले काको कोऑपरेट करनी टैक्स दियोनी एंड गांधी रिलैक्स द पेजेंट्स फ्रॉम टैक्सेस तो गांधी कोन करले चाषक को माने कृषक को पेजेंट्स को से रिलैक्स कर देले कि दियोनी एंड से ब्रिटिश के सह लड़ी मध्ये करले आ के टैक्स देन थिले टैक्स माफ हे दिला हालांकि टैक्स ता पूरा पाइन से वर्ष में माफ हे दिला गांधी कहले कि गोटे वर्ष में टैक्स माफ कर दियो नेक्स्ट ईयर जो हो हमरो चाष भल हेले टैक्स देबेला तो एति दरकार नाही कोन एति के मन रखिबो कोन पई हेला कोन थिला मेन जिंस कि टैक्स बढ़ाई दिला का पर प्रेजेंट ऊपर एटा प्रथम थिला नॉन कोऑपरेशन मूवमेंट थिला गांधी कोन से रिलैक्स कर देले माफ कर देले सब टैक्स गुडा आ एटा गांधी कर उठे प्रथम सक्सेस मूवमेंट थिला कारण फर्स्ट नॉन
कोपर मोमेंट देख केते पॉइंट 1 2 3 4 5टा पॉइंट एठु देखिबो 1 2 3 4 आसीबो क्वेश्चन एठु एति भाई मोर देन सफिशिएंट जदी आसला क्वेश्चन गांधी करो बिफोर नॉन कॉन्फ्लिक्ट माने नो कॉन्फर्मेशन माने कोन नो कॉपर मोमेंट हो कि और सिविली डिस मोमेंट हो कि हमर सत्याग्रह पूर्व कोन हेतिला माने कोन कि 1919 पूर्व जदी किछ पचारला तमे एति नहीं लिखिबो ना ओके सो आमे कोन देखिबा बे नेक्स्ट आमर जो वीडियो पर्टिकुलर आमे कोन करबा आमे जिबा बे कोन रॉयलेट एक्ट को तापरे सत्याग्रह को देन जिबा नॉन कोऑपरेशन मूवमेंट को हैला ओके